ଆଜିର ଏଇ 5 ଏଲିମେଣ୍ଟସ୍ ବା ପଞ୍ଚତତ୍ତ୍ୱ ର ଯୋଉ ପୂଜନ କାର୍ଯ୍ୟକ୍ରମ ଆମେ ରଖିଛନ୍ତି, ଏଇ ପଞ୍ଚତତ୍ତ୍ୱର ଉପଚାର କ୍ଲାସକୁ ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି। ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି, ସମସ୍ତଙ୍କୁ ଶୁଭକାମନା ଜଣାଉଛି, ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ। ପୁରା ଶାନ୍ତ ଭାବରେ ଆମେ ବସିଛନ୍ତି। ଆଜି ଏକ ପବିତ୍ର ଦିବସ, ଯୋଉ ସମୟରେ ଏହା ଆମ ପାଇଁ ଏକ ସୁଯୋଗ ସୃଷ୍ଟି କରିଛି। ସେଇ ସୁଯୋଗ ସୃଷ୍ଟି ପାଇଁ ଆମେ ସେ ମହାନ ଶକ୍ତି ପାଖରେ ସବୁବେଳେ ଚିରକୃତଜ୍ଞ ରହୁଛନ୍ତି। ଏ ବ୍ରହ୍ମ ମୁହୂର୍ତ୍ତରେ ଅମୃତ କାଳରେ ଆମକୁ ଆଜି ପଞ୍ଚତତ୍ତ୍ୱର ପୂଜନ କରିବା ପାଇଁ ଏଭଳି ଏକ ସୁଯୋଗ ପ୍ରଦାନ କରିଛନ୍ତି। ଆମେ ଚିରକୃତଜ୍ଞ ରହୁଛନ୍ତି ସେଇ ଅଲୌକିକ ଅଦୃଶ୍ୟ ଶକ୍ତି ପାଖରେ। ତ ବହୁତ ବଢିଆ ଜିନିଷ। ଆମେ ଏଇ ପ୍ରକ୍ରିୟାରେ ବା ଏଇ ପଞ୍ଚତତ୍ତ୍ୱ ପୂଜନକୁ ଆମେ ଆସୁଛନ୍ତି। ତ ପ୍ରଥମେ ଆମେ ଜାଣିବା ଦରକାର ଯେ ପଞ୍ଚତତ୍ତ୍ୱ କଣ। ଏଇ ପଞ୍ଚତତ୍ତ୍ୱ କଣ? ସୃଷ୍ଟିର ଅନାଦି କାଳରୁ ପ୍ରତ୍ୟେକ କଥା ଏବଂ ସୃଷ୍ଟି ବିଶେଷ ଭାବରେ ଏଇ 5ଟି ଏଲିମେଣ୍ଟରୁ ଆରମ୍ଭ ହେଇଛି। ଏଇ 5ଟି ଏଲିମେଣ୍ଟରେ ବି ଆମେ ମିଶୁଛନ୍ତି। ୟାକୁ ଆମେ ସମସ୍ତେ ଜାଣିଛନ୍ତି। ତେବେ ଆମେ ଯୋଉ ଗୁରୁତ୍ୱ ଦବା କଥା, ଆମର ପ୍ରତ୍ୟେକଟି ଏନର୍ଜି, ପ୍ରତ୍ୟେକଟି ଶକ୍ତି ଏଇ 5ଟି ଶକ୍ତି ସହିତ ରହିଛନ୍ତି। ଆମେ ଯଦି ଏଇ 5ଟି ଶକ୍ତି ସହିତ କନେକ୍ଟ ରହୁଛନ୍ତି, ତାହେଲେ ବହୁତ ଭଲ ପ୍ରଭାବ ଆମ ପାଖରେ ରହେ। ଏଇ ସବୁ ଯୋଉ 5ଟି ତତ୍ତ୍ୱରୁ ଆମେ ଶାରୀରିକ ଭାବରେ, ମାନସିକ ଭାବରେ, ଆଧ୍ୟାତ୍ମିକ ଭାବରେ ଆମେ ବହୁତ ଏନର୍ଜି ପାଉଛନ୍ତି, ବା ସେ ଶାରୀରିକ, ମାନସିକ ଆଉ ଆଧ୍ୟାତ୍ମିକ କ୍ଷେତ୍ରକୁ ଆମର ବାଲାନ୍ସ ରଖୁଛି। ଆମର ସ୍ୱାସ୍ଥ୍ୟକୁ କାୟମ ରଖିବା ପାଇଁ, ଆମକୁ ସୁସ୍ୱାସ୍ଥ୍ୟ ଦେବା ପାଇଁ ଆମେ ସବୁବେଳେ ଏଇ ପଞ୍ଚତତ୍ତ୍ୱର ଉପାଚାର ଯଦି କରୁଛନ୍ତି, ବହୁତ ଭଲ ଜିନିଷ। ବହୁ ଅନାଦି କାଳରୁ, ବହୁ ପୂର୍ବ କାଳରୁ ଆମର ପୂର୍ବଜମାନେ, ଆମର ମୁନି ଋଷିମାନେ ଏଇ ପଞ୍ଚତତ୍ତ୍ୱର ଚିକିତ୍ସାକୁ ବି ଜାଣିଥିଲେ। ଏଇ ପଞ୍ଚତତ୍ତ୍ୱକୁ ନେଇକି ଚିକିତ୍ସା କରୁଥିଲେ। ଆଜି ବି ଆମେ ଏଇ ପଞ୍ଚତତ୍ତ୍ୱର ସାହାଯ୍ୟ ସବୁ ସମୟରେ ବି ନଉଛନ୍ତି, କେବଳ ଯାହା ତାହାକୁ ଆମେ ଗୁରୁତ୍ୱ ପ୍ରଦାନ କରିବା କଥା। ତେବେ ଏଇ 5ଟି ତତ୍ତ୍ୱ କଣ? ଏଇ 5ଟି ତତ୍ତ୍ୱ କଣ ଆମେ ସମସ୍ତେ ଜାଣିଛନ୍ତି। ଏଇ 5ଟି ତତ୍ତ୍ୱ ହଉଛି ଯେମିତିକି ଆମର ପୃଥିବୀ, ଜଳ, ବାୟୁ, ଅଗ୍ନି, ଆକାଶ, ଯୋଉଟାକୁ ଆମେ ସ୍ପେସ୍ ବି କହୁଛେ। ଆମେ ପୃଥିବୀକୁ କହୁଛେ, ଜଳକୁ କହୁଛେ, ପବନକୁ କହୁଛେ, ଅଗ୍ନିକୁ କହୁଛେ, ଆଉ ଆକାଶକୁ କହୁଛେ। ତ ଏଇ 5ଟି ଶକ୍ତି ଆଜି ଆମ ପାଖରେ, ଆମ ସାମ୍ନାରେ ଆମେ ଦର୍ଶନ କରୁଛନ୍ତି। ଏଇ 5ଟି ତତ୍ତ୍ୱକୁ ଆମେ ଅନୁଭବ କରୁଥିଲେ, ଆଜି ଆମ ସାଙ୍ଗରେ ଆମେ ନେଇଛନ୍ତି। ଆମେ ସେଇ ଏନର୍ଜିକୁ କଲ୍ କରିଛନ୍ତି, ସେ ଏନର୍ଜି ଆମ ସହିତ ରହିଛନ୍ତି। କଣ ହୁଏ? ଏଇ 5ଟି ତତ୍ତ୍ୱ, ଯଦି ପୃଥିବୀ ତତ୍ତ୍ୱକୁ ଆମେ, ଏଇ ଯୋଉ 5ଟି ତତ୍ତ୍ୱକୁ ଆମେ ଊର୍ଜା ତନ୍ତ୍ର ବୋଲି ମଧ୍ୟ କହୁଥାଏ। ଆମେ ଊର୍ଜା ତନ୍ତ୍ର ବୋଲି ମଧ୍ୟ କହୁଥାଏ। ଏଇ ଯୋଉ ପୃଥିବୀ ତତ୍ତ୍ୱରେ କଣ ହୁଏ? ଆମେ ଆମର ମାନସିକ, ଶାରୀରିକ, ଆଧ୍ୟାତ୍ମିକ ଏଇ ସବୁ ଚେତନାକୁ ଜାଗ୍ରତ ରଖିବା ପାଇଁ, ଏଇ ଚେତନାକୁ ବାଲାନ୍ସ ରଖିବା ପାଇଁ ଆମେ ପୃଥିବୀ ସହିତ କନେକ୍ଟ ରହିବା ଉଚିତ। ଯେମିତିକି ଆମେ ଦେଖିଛନ୍ତି, ଆଜିକାଲି ଆମର ଅଭ୍ୟାସ ପ୍ରାୟ କମିଗଲାଣି, କିନ୍ତୁ ଦେଖନ୍ତୁ ଖାଲି ପାଦରେ ଚାଲିବା, ଏଇ ଏଇ ବ୍ରହ୍ମ ମୁହୂର୍ତ୍ତରେ ଘାସ ଲଗା ମାଟିରେ, କାକର ଲଗା ମାଟିରେ ଆମେ ଯଦି ଚାଲୁଛନ୍ତି, ଏଇ ପୃଥିବୀ ତତ୍ତ୍ୱର ଆମେ ସମ୍ପୂର୍ଣ୍ଣ ସଫଳତା ବା ସେ ସୁଯୋଗକୁ ନଉଛନ୍ତି। ଇଏ କଣ କରେ ଆମକୁ ନା, ଆମ ଶରୀର ସୁସ୍ଥ ରଖିବାରେ ସାହାଯ୍ୟ କରେ। ଆମ ମାନସିକ ସ୍ଥିତିକୁ ସୁଦୃଢ ରଖେ। ଯଦି ଚକ୍ରାକୁ ଆମେ ଯାହା ଜାଣିଛନ୍ତି, ଯଦି ଚକ୍ରାକୁ ଯିବା ଆମେ, ତେବେ ଏହା ରୁଟ୍ ଚକ୍ରାକୁ ସମ୍ପୂର୍ଣ୍ଣ ଭାବରେ କନେକ୍ଟ କରୁଛି। ଆଉ ଯୋଉଥିପାଇଁ ଆମର ମୁନି ଋଷି ମାନେ ଭୂମି ଶୟନ କରନ୍ତି। ଏବେ ଆମେ ଅନେକ କ୍ଲାସରେ ବି ଭୂମି ଶୟନ କରିବାର ଏକ ଆମର ନିର୍ଦ୍ଦିଷ୍ଟ ପଦ୍ଧତି ଅଛି, ଯୋଉଟା କି ଆମେ ଭୂମି ଉପରେ ପୁରା ଚିତ ହେଇକି ଆମେ ଶୋଇ ଯାଉଛନ୍ତି। ଆଉ କେବେ କେବେ ଯୋଉମାନେ ପରୀକ୍ଷା କରିନାହାନ୍ତି, କରନ୍ତୁ।
ଜାଣନ୍ତୁ ପୁରା ଭୂମି ଉପରେ ଚିତ ହେଇକି ଶୟନ କରି ଯାଆନ୍ତୁ, ଆଖି ବନ୍ଦ ରହୁ। ଉପରେ ଆକାଶ, ତଳେ ପୃଥିବୀ। ଏଇ ସମୟରେ ଯୋଉ ଶୋଇବା, ପୃଥିବୀ ମା କୋଳରେ ଯୋଉ ଶୋଇବା, ତାହା କଣ ଅନୁଭବ ଦିଏ ଆମେ ତାକୁ ନିଜେ ଅନୁଭବ ହିଁ ଅନୁଭବ କରିପାରେ। ଏଇଥିପାଇଁ ଆମେ ଏବଂ ମାନେ ପଶୁ ପକ୍ଷୀ ଏମାନେ ବି ପୃଥିବୀ ଉପରେ ଲୋଟି ଯାଆନ୍ତି, ଶୋଇଯାଆନ୍ତି ତାଙ୍କର ସେଇ ଥକାପଣକୁ ମେଣ୍ଟେନ କରିବା ପାଇଁ। ଆମେ ଏଇଥିପାଇଁ ଜଡ଼ିତ ରହିଛି। ଆମେ ଯେତେବେଳେ ମନ୍ଦିର ଯାଉଛନ୍ତି, ତୀର୍ଥସ୍ଥାନ ଯାଉଛନ୍ତି, ଶୁଭ କାର୍ଯ୍ୟ କରୁଛନ୍ତି, ଆମେ ଖାଲି ପାଦରେ ଚାଲିବାର ବିଧି ବ୍ୟବସ୍ଥା ଏଇଥିପାଇଁ ରହିଛି। ଏଇଥିପାଇଁ ହିଁ ମୁନି ଋଷି ମାନେ ତାଙ୍କର ପାଦରେ କୌଣସି ପ୍ରକାର ଯେମିତିକି ପାଦୁକା କହିବା, ଚପଲ କହିବା, ଏଇସବୁ ଜିନିଷ ପ୍ରାୟ ପିନ୍ଧନ୍ତି ନାହିଁ। ଅନେକ ସେଥିପାଇଁ କଠଉ ପିନ୍ଧନ୍ତି। ପରବର୍ତ୍ତୀ ସମୟରେ ବହୁ ସମୟରେ ବି ଖାଲିରେ ରୁହନ୍ତି। ସେଇଭଳି ଭାବରେ ଯଦି ଏଇ ବ୍ରହ୍ମ ମୁହୂର୍ତ୍ତରେ, ଏଇ ଅମୃତ କାଳରେ, ଏଇ ସମୟରେ ଏକ ଆଲୌକିକ ବାୟୁ ବି ପ୍ରବାହିତ ହୁଏ। ଏଇ ସମୟରେ ଯଦି ସେଇ ମୁକ୍ତ ବାୟୁ ବା ଆମେ ଖାଲି ପାଦରେ ଚାଲୁଛନ୍ତି, ବହୁତ ବଢିଆ ଆମ ପାଇଁ ସେଟା ବାଲାନ୍ସ ରଖେ। ତାପରେ ସେଇଭଳି ଭାବରେ ମୁଁ ଭୂମି ଶୟନ କଥା କହୁଥିଲି, କେତେ ସୁନ୍ଦର ଭାବରେ ସେ ସମୟର ଅନୁଭବ ଆମ ଭିତରୁ ମୁଁ ଭାବୁଛି ଅନେକଙ୍କର ଅଛି, କାହିଁକିନା ବିଭିନ୍ନ ସମୟରେ ଆମେ ତାକୁ କରିଛନ୍ତି। ସେଇଟା ବି ଆମ ଲାଇଫ ପାଇଁ ଦରକାର, ଆଉ ଯୋଉଟା କି ଆମର ଇମୋସନାଲ କ୍ୟୁସେଣ୍ଟକୁ ବି ବାଲାନ୍ସ ରଖେ। ଆମେ DMIT ରେ ଯେତେବେଳେ ଯୋଉଠି ଆମେ କରୁଛେ କାଉନସିଲିଂ କରୁଛେ, ସେଇଟା ବି ଆମେ ଜାଣିଛେ। ତାପରେ ଆମେ ଆସିବା ଜଳ ତତ୍ତ୍ୱକୁ। ଜଳ ଏକ ଏଭଳି ଜିନିଷ, ଫିଲ୍ କରନ୍ତୁ କୋଉ ସମୟରେ ଆମେ ବହୁତ ଟାୟାର୍ଡ ଥିବା, ଆସିକି ତାପରେ ଗାଧଉଛନ୍ତି, ସେ ସମୟର ଅନୁଭବକୁ ଟିକେ ଫିଲ୍ କରନ୍ତୁ। ଆଜି ସେଇ ଏନର୍ଜି ସହିତ କନେକ୍ଟ ରୁହନ୍ତୁ ମାନସିକ ଭାବରେ। ହେଲା, ଆମେ ଆସୁଛେ ପାଣି ଟିକେ ପିଇ ଦଉଛେ, ସେ ଯୋଉ ପାଣି ଟିକେ ଯେତେବେଳେ ପିଉଛେ ଆମର ଅନୁଭବ କଣ ହଉଛି? କେହି ଲୋକ ମୂର୍ଚ୍ଛା ଯାଉଛନ୍ତି, ଆମେ ପାଣି ଟିକେ ଛିଞ୍ଚି ଦେଲେ ସେ ପୁଣି ତାଙ୍କର ହୋସକୁ ପଳେଇ ଆସୁଛନ୍ତି, ପୁଣି ଚେତନ ମନକୁ ଆସି ଯାଉଛନ୍ତି। ଆମର ଦୈନନ୍ଦିନ କାର୍ଯ୍ୟକ୍ରମ ପାଇଁ ପାଣି କୋଉ ଭଳି ଆବଶ୍ୟକ ଆମେ ତାକୁ ଜାଣିଛନ୍ତି। ଏବଂ ବିଶ୍ୱାସ ରହିଛି କି ଆମ ଶରୀରରେ ବିଭିନ୍ନ ପ୍ରକାର କଥା ରହିଛି, ତେବେ ଯଦି ଅତି କମରେ ଆମେ ନବା ତାହେଲେ 60% ହଉଛନ୍ତି ଆମେ ଜଳ ତତ୍ତ୍ୱରେ ରହିଲେ, ଆମର ବ୍ଲଡ ରହିଲା, ସେ ଜଳ ତତ୍ତ୍ୱ ରହିଲା। ପାଣି ଯଦି ଆମର ପିଇବାର କମେ, ଆମର ବଡି ଯୋଉ ସିଗ୍ନାଲ ଦିଏ ପାଣି ପିଇବା ପାଇଁ, ତାକୁ ଯଦି ଆମେ କମଉଛେ, ଆମେ ନାନାଦି ପ୍ରକାର ଅସୁବିଧାକୁ ଯାଉଛେ। ଏଇ ପାଣି ଆମକୁ ଗୋଟେ ବିଦ୍ୟୁତ ଶକ୍ତି ମିଳିଲା ଭଳି ଲାଗେ। ଆଉ ସବୁବେଳେ ମନେ ରଖନ୍ତୁ, ପାଣିକି ଯେତେବେଳେ ଆମେ ସେବନ କରୁଛନ୍ତି, ପାଣି ଯେତେବେଳେ ନଉଛନ୍ତି, ମାନେ ଏଇ ସମୟରେ ନୁହେଁ, ସମସ୍ତ ସମୟରେ ଯଦି ଆମେ ପାଣିକୁ ଚାଖି ଚାଖି ପିଉଛନ୍ତି, ଧୀରେ ଧୀରେ ପିଉଛନ୍ତି, ଅଳ୍ପ ଅଳ୍ପ ପିଉଛନ୍ତି, ବିଶେଷ ଭାବରେ ଏଇ ଅଭ୍ୟାସରେ ରୁହନ୍ତୁନି କି ଗୋଟେ ନିଶ୍ୱାସରେ ଆମେ ସବୁବେଳେ ପିଇଦବା। ପାଣିରେ ଗୋଟେ ଅମୃତ ତୁଲ୍ୟ ଶକ୍ତି ରହିଛି। ଆମେ ମାଇଣ୍ଡ ପାୱାର କ୍ଲାସରେ ବି ଆଲୋଚନା କରିବା। ଦେଖନ୍ତୁ, ପାଣିର ବହୁତ ମେମୋରି ପାୱାର ବି ଅଛି। ଆମେ ସେଇଥିପାଇଁ ପାଣିକୁ ଏନର୍ଜାଇଜ କରିକି ପିଉଛନ୍ତି। ଆପଣ ଯେତେବେଳେ କୌଣସି ଅଜଣା ଜାଗାରୁ ପାଣି ପିଉଛନ୍ତି, ଅନ୍ତତଃ ଆପଣଙ୍କ ସାମ୍ନା ଲୋକ ଜାଣିପାରିବ ନାହିଁ। ଆପଣ ଏଇ ମାନେ କୌଶଳକୁ ଅବଲମ୍ବନ କରନ୍ତୁ। ସେ ପାଣିକୁ ଧରନ୍ତୁ ପିଇବା ପୂର୍ବରୁ, ମନେ ମନେ ସମର୍ପିତ ହୁଅନ୍ତୁ ଏବଂ ଗଙ୍ଗା ମାତାଙ୍କୁ ସମର୍ପିତ ହୁଅନ୍ତୁ ମନେ ମନେ, ଯେ ପାଣି ତମେ ହଉଛ, ଏ ଜଳ ତମେ ହଉଛ ବହୁତ ଶକ୍ତି ତମ ପାଖରେ ଅଛି, ଆଉ ତମେ ହଉଛ ମୋ ପାଇଁ ଅମୃତ। ଏତିକି ଭାବିକି ପିଅନ୍ତୁ। କାହିଁକି ନା ଦେଖନ୍ତୁ, କୌଣସି ଜାଗାରେ ଝଗଡା ଚାଲିଥିବ, ମନ ଭଲ ନଥିବ, ସେ ଜାଗାରେ ଯୋଉ ପାଣି ଥାଏ, ପାଣିର ଏତେ ମେମୋରି ଥାଏ, ସେ ତାକୁ ଅବଜର୍ଭ କରିନିଏ। ଆମକୁ ସେଇ ଅନୁସାରେ ରେଜଲ୍ଟ ଆସେ। ଆପଣ ବି ଘରେ ରଖିଛନ୍ତି ପାଣି, ବଟଲରେ ପାଣି ରଖିଛନ୍ତି, ଯଦି ମାନସିକ ଅବସ୍ଥା ଭଲ ନାହିଁ, କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ହେଇଛି, ସେ ପାଣିକୁ ବି ସେମିତି ଆପଣ ଧାରଣ କରନ୍ତୁ ନାହିଁ। ତାକୁ ଆଫର୍ମେସନ ଦିଅନ୍ତୁ, ତା ସାଙ୍ଗରେ ଭଲରେ ଭାବ ବିନିମୟ କରନ୍ତୁ, ଅମୃତ ତୁଲ୍ୟ ତାକୁ ଭାବନ୍ତୁ, ତାପରେ ହଉଛି କି ସେ ପାଣିକୁ ଆମେ ପିଇବା। ଦେଖନ୍ତୁ, ସେଇ କିଛି ନିଛକ ଉଦାହରଣ ଆମେ ଦଉଛେ। ଆମେ ଯେତେବେଳେ ଗାଧଉଛେ,
ଆଉ ଭାବନ୍ତୁ ଗାଧେଇ ସାରିଲା ପରେ ଆମେ କେତେ ଫ୍ରେଶ ଅନୁଭବ କରୁଛେ, ଆମର କେତେ କ୍ଳାନ୍ତ ମେଣ୍ଟି ଯାଉଛି। ଏଇ କଥା ସହିତ ଆପଣ ସେ କଥାକୁ ଆଲାଇନ କରନ୍ତୁ, ସେ କଥାକୁ ଲିଙ୍କ କରନ୍ତୁ। ପାଣିର ଯୋଉ ପ୍ରଭାବ ଆମ ପାଖରେ ଅଛି ତାକୁ ଆପଣ ମାନେ ଲିଙ୍କ କରନ୍ତୁ। ତାପରେ ଆସିଲା ଆମର ଏୟାର ଏଲିମେଣ୍ଟ ବା ବାୟୁ ତତ୍ତ୍ୱକୁ ଆମେ ଆସୁଛେ, ଯୋଉଟାକୁ ଆମେ ଯଦି କହିବା ସବୁ ଜାଗାରେ ରହୁଛି ପାଣି। ପାଣି ଅତି ବାୟୁ ସବୁ ଜାଗାରେ ରହୁଛି। ଦେଖନ୍ତୁ, ଏହା ଏକ ଏଭଳି ତତ୍ତ୍ୱ ଆମକୁ ସବୁ ସମୟରେ ଦରକାର। ସବୁ ସମୟରେ ଦରକାର। ଯଦି ବାୟୁର ଯିବା ଆସିବା ବନ୍ଦ ହୁଏ ତାହେଲେ ଆମକୁ କଣ ଘୋଷଣା କରାଯାଏ? ଆମ ପୂର୍ବରୁ ଯୋଉମାନେ ଏ ସୃଷ୍ଟିକି ତ୍ୟାଗ କରିଛନ୍ତି, ଏ ବାୟୁ ବନ୍ଦ ହବା ଦ୍ୱାରା ତାଙ୍କୁ କଣ ଘୋଷଣା କରାଯାଏ ଆମେ ଜାଣିଛନ୍ତି। ଏ ବାୟୁ ଏତେ ତାର ପ୍ରଭାବ ରହିଛି, ଯଦି କୌଣସି ଜାଗାରେ ଦେଖନ୍ତୁ ଗୋଟେ ଫୁଲ ବଗିଚା ଅଛି, ଆପଣ ସେଇ ଫୁଲ ବଗିଚା ଦେଇକି ଯାଉଛନ୍ତି, ସେ ବାୟୁ ସାହାଯ୍ୟରେ ଆପଣଙ୍କୁ କଣ ମାନେ ଫିଲ୍ ହୁଏ? କୌଣସି ଦୂଷିତ ଜାଗା ଅଛି, ସେ ବାୟୁ ଯୋଗୁ ଆମର ମନର କୋଉ ଭଳି ବିକାର ଭାବ ତିଆରି ହୁଏ। ତେଣୁ ବାୟୁର କଣ ଭୂମିକା ଅଛି? ଆମକୁ ମୁକ୍ତ ବାୟୁର ବି ଆବଶ୍ୟକ ଅଛି। ଏଇ ମୁକ୍ତ ବାୟୁ ବିଶେଷ ଭାବରେ ଏଇ 24 ଘଣ୍ଟା ଭିତରେ ଯୋଉ 96 ମିନିଟକୁ ଆମେ ଧରୁଛେ ଅମୃତ କାଳ ବୋଲି, ବ୍ରହ୍ମ ମୁହୂର୍ତ୍ତ ବୋଲି, ସେଇ ସମୟରେ ହିଁ ଆମେ ସେ ମୁକ୍ତ ବାୟୁକୁ ପାଉଛନ୍ତି। ତ ଆଜି ଆମ ସମସ୍ତଙ୍କ ଠାରୁ, ପ୍ରାୟ ଅଧିକାଂଶ ବ୍ୟକ୍ତିଙ୍କ ଠାରୁ ଏଇ ମୁକ୍ତ ବାୟୁ ବୋଧ ହୁଏ ଆମ ଠାରୁ ଟିକେ ଦୂରରେ ରହିଛନ୍ତି। କାହିଁକି ନା ଆମେ ଅନ୍ୟ ପ୍ରକ୍ରିୟାକୁ ଆପଣେଇ ନେଇଛନ୍ତି। ଆଜି ଆମେ ଅନ୍ୟ ସମୟରେ କଣ କରୁଛନ୍ତି? ବାୟୁକୁ ନେଇକି ଆମେ ଥଣ୍ଡା ଅନୁଭବ ପାଇଁ ଇଲେକ୍ଟ୍ରୋନିକ ଜିନିଷର ସହଯୋଗ ନଉଛନ୍ତି। କିନ୍ତୁ ଯେତେବେଳେ ଗୋଟେ ଖୋଲା ପଡିଆକୁ ଯାଉଛନ୍ତି, ଆମେ ଗୋଟେ ମୁକ୍ତ ବାୟୁ ଚଳାଚଳ କରିବା ଜାଗାକୁ ଯାଉଛନ୍ତି, ସେତେବେଳେ ଆମ ମନର ଅବସ୍ଥା କଣ ହୁଏ? ଆମ ବିଚାର କଣ ହୁଏ? ସେ ଜିନିଷକୁ ଟିକେ ଫିଲ୍ କରନ୍ତୁ, ସେ ସମୟକୁ ଟିକେ ଫିଲ୍ କରନ୍ତୁ। ଯେତେବେଳେ କୌଣସି ନା କୌଣସି ଆମର ବିଚାର ଶକ୍ତିର ଅଭାବ ରୁହେ, ଆମେ କୌଣସି ନିଷ୍ପତ୍ତି ନେବାର ଅଭାବ ରୁହେ, ଏହା ବି ତାହା ପାଇଁ ଏକ ଅନ୍ୟତମ କାରଣ। ମୁକ୍ତ ବାୟୁ ଚଳାଚଳ କରୁଥିବା ଜାଗାରେ ଯଦି ଆପଣ କିଛି ନିଷ୍ପତ୍ତି ନିଅନ୍ତି, ତାହେଲେ ଏକ ସୁନ୍ଦର ନିଷ୍ପତ୍ତି ବା ସୁନ୍ଦର ବିଚାର ପ୍ରକ୍ରିୟା ଆପଣଙ୍କର ଜାଗ୍ରତ ହୁଏ। ଆଉ ବିଶେଷ ଭାବରେ ଏଇ 24 ଘଣ୍ଟା ଭିତରେ ଯୋଉ ସମୟକୁ ଆମେ ଅମୃତ କାଳ କହୁଛେ, ଯୋଉ ସମୟକୁ ଆମେ ବ୍ରହ୍ମ ମୁହୂର୍ତ୍ତ କହୁଛେ, ସେ ସମୟରେ ହିଁ ଏ ବାୟୁ ପ୍ରଚଳିତ ହଉଛି। ଆଉ ବିଶେଷ ଭାବରେ ଆମେ ସେଇଥିପାଇଁ ଅନେକ ସମୟରେ ଆଲୋଚନା କରିଛନ୍ତି କି ଏଇ ସମୟରେ ବି ଯଦି ଆମେ ଡୋର ଓପନ ରହୁଛି, ଆମେ ଖୋଲା ଆକାଶ ତଳେ ବସୁଛନ୍ତି, ଆମେ ଖୋଲା ଆକାଶ ତଳେ ବୁଲୁଛନ୍ତି, ଏହାର ବହୁତ ପ୍ରଭାବ ଥାଏ। ଏବେ ଆମେ ଜାଣିବା ଆସନ୍ତୁ ଆମର ଫାୟାର ଏଲିମେଣ୍ଟ, ଅଗ୍ନି ତତ୍ତ୍ୱ, ଶରୀରର ଉତ୍ତାପ, ଇଏକୁ ମଧ୍ୟ ଆମର ଅଗ୍ନି ତତ୍ତ୍ୱରେ ଯାଉଛି। ଯେତେବେଳେ ଶରୀର ଶାନ୍ତ, ଯେତେବେଳେ ଶରୀର ଶୀତଳ ପଡ଼ିଯାଏ, ଯେତେବେଳେ ଅଗ୍ନି ତତ୍ତ୍ୱ ଆମ ଶରୀରରେ ନଥାଏ, ଆମକୁ କଣ ଘୋଷଣା କରାଯାଏ ଆମେ ବି ଜାଣିଛନ୍ତି। ଶରୀର କାହିଁକି ଥଣ୍ଡା ପଡ଼ିଯାଏ ଆମେ ବି ଜାଣିଛନ୍ତି। ବିଶେଷ ଭାବରେ ଏଇ ଧରିତ୍ରୀରେ ଜୀବଜଗତ ଏଇ ସୌର ଶକ୍ତି ଦ୍ୱାରା ସଞ୍ଚାଳିତ ହେଇଥାଏ। ଏହା ହିଁ ଅଗ୍ନି ତତ୍ତ୍ୱ। ଆମେ ଅନେକ ଦିନ, ମାନେ ସବୁଦିନ ପ୍ରାୟ ସୂର୍ଯ୍ୟଙ୍କୁ ଯୋଉମାନେ ଆମେ ଜଳ ଅର୍ପଣ କରୁଛନ୍ତି, ଦେଖନ୍ତୁ ଅନେକ ମୁନି ଋଷି ମାନେ କଣ କରନ୍ତି ନା ନଦୀ ପଠାରେ ଜଳାଶୟ ସ୍ଥାନରେ ହିଁ ମାନେ ସୂର୍ଯ୍ୟ ଉପାସନା କରନ୍ତି। ସୂର୍ଯ୍ୟ ନାରାୟଣଙ୍କର ଆମେ ଯେତେବେଳେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରୁଛନ୍ତି, ସେ ସମୟରେ ଆମେ ଆଖି ବନ୍ଦ କରିକି ସୂର୍ଯ୍ୟ ଭଗବାନଙ୍କୁ ଦର୍ଶନ କରିବା, ତାର ତେଜକୁ ଆମେ ସମ୍ପୂର୍ଣ୍ଣ ଶରୀରରେ ନବା, ଆମେ ଅନୁଭବ କରିବା କି ସେ ତେଜ ଆମ ଉପରେ ପଡୁଛି। କେବଳ ଅନୁଭବ କରନ୍ତୁ, ମାଇଣ୍ଡରେ ଏତେ ପାୱାର ରହିଛି। ସେ ରଶ୍ମିକୁ ପୁରା ଶରୀର ଭିତରକୁ ନିଅନ୍ତୁ। ପ୍ରତିଟି ସେଲ୍ ଆମର ଗୋଟେ ସ୍ୱତନ୍ତ୍ର ଭାବରେ କ୍ରିୟାଶୀଳ ହୋଇ ଉଠିବ। ପ୍ରତିଟି ବଡି ସେଲ୍ ଆମକୁ ଏନର୍ଜାଇଜ ହବାକୁ ଲାଗିବ।
ଆଉ ବିଶେଷ ଭାବରେ ଗୋଟେ ନିଜ ଭିତରେ ଗୋଟେ ଖୁସି ଫିଲ୍ ହବ। ଆଉ ଅନେକଙ୍କୁ ଦେଖୁଥିବେ ରବିବାର ସେମାନେ ସୂର୍ଯ୍ୟ ବ୍ରତ କରନ୍ତି, କାହିଁକି ନା ଅଗ୍ନି ତତ୍ତ୍ୱକୁ ବାଲାନ୍ସ କରିବା ପାଇଁ। ତା ପଛର କାରଣ ହଉଛି ସେଇଟା। ଅନେକ ବି ଏଇଟା ଆମର ବି ବିଶ୍ୱାସ ଅଛି, ରବିବାରରେ ଯଦି ଗୋଟେ ଥର ଆମେ ଭୋଜନ କରୁଛେ ଏବଂ ବିନା ଲୁଣରେ ଭୋଜନ କରୁଛେ, ତାହା ବି ଏଇ ଅଗ୍ନି ତତ୍ତ୍ୱକୁ ଆମର ବାଲାନ୍ସ କରିଥାଏ ବା ସୂର୍ଯ୍ୟ ପୂଜନ ଭିତରେ ଆମର ଯାଇଥାଏ। ଏଇ ଅଗ୍ନିକୁ ପୁଣି ଅନେକ ଭାଗରେ ଆମେ ଭାଗ କରିଛନ୍ତି। ଯେମିତିକି ଆମର ଯଦି ଅଗ୍ନି ତତ୍ତ୍ୱକୁ ଆମେ ଆଲୋଚନା କରୁଛନ୍ତି, ଆମର ଜଠରା ଅଗ୍ନି ଅଛି, ଚିତାଗ୍ନି ଅଛି, ଭୂତାଗ୍ନି ଅଛି, ସର୍ବାଗ୍ନି ଅଛି। ଆମେ ତାକୁ ଯଦି ବୁଝିବା, ମୁଁ ଏଇଟା ଆପଣ ମାନଙ୍କୁ ଏଇଥିପାଇଁ ଥଉଛି ଯେ ସୃଷ୍ଟି କେତେ ସୁନ୍ଦର ଭାବରେ ଅନେକ ତତ୍ତ୍ୱ ଆମ ପାଖରେ ଛାଡି ଯାଇଛନ୍ତି। ଏଇ ଜଠରା ଅଗ୍ନି ହଉଛନ୍ତି ପାଚନ ପ୍ରକ୍ରିୟା। ଆମର ପାଚନ ପ୍ରକ୍ରିୟାକୁ ସୁଦୃଢ ରଖିବା ପାଇଁ ଜଠରା ଅଗ୍ନିର ଆବଶ୍ୟକତା ଅଛି। ଏଇ ସବୁ ଅଗ୍ନି ତତ୍ତ୍ୱ କେମିତି ଆମର ବାଲାନ୍ସ ରହିବ ନା ଆମେ ଅଗ୍ନି ସହିତ କନେକ୍ଟ ରହିବା, ତାକୁ ବୁଝିପାରିବା। ଇଏ ହଉଛି ଜଠରା ଅଗ୍ନି। ଆମର ପାଚନ ପ୍ରକ୍ରିୟାକୁ ଠିକ ରଖିବ। ଆମର ଜଠରା ଅଗ୍ନି ସାହାଯ୍ୟରେ ଆମର ପ୍ରଜନନ କ୍ଷମତା ବି ଠିକ ରୁହେ। ତାପରେ ଯଦି ଆମେ ଆଜି ତ ଆମେ ସଂକ୍ଷିପ୍ତ ଭାବରେ ଆଲୋଚନା କରୁଛେ, ତାପରେ ଯଦି ଚିତାଗ୍ନି କଥା ଆମେ କହିବା, ଆମ ମନର କଥା ଆସୁଛି, ଆମ ଚିତ୍ତର କଥା ଆସୁଛି, ଆମ ଭିତରେ ମହଜୁଦ ଥିବା ସେଇ ପ୍ରଜ୍ଞାର କଥା ଆସୁଛି, ସେଇ ବୁଦ୍ଧିର କଥା ଆସୁଛି, ସେଇ ଶାରୀରିକ ସ୍ୱରୂପ ବା ଆମର କାର୍ମିକ ସ୍ୱରୂପ କଥା ଆସୁଛି। ଆମେ କେତେ ବୁଦ୍ଧିମାନ। ଆମର ଯଦି ଚିତାଗ୍ନି, ଚିତ ଅଗ୍ନି, ଚିତାଗ୍ନି, ଚିତାଗ୍ନିକୁ ଆମେ ଆଉ ଗୋଟେ ସେନ୍ସରେ ବି ଆମେ ବୁଝୁଛେ, କିନ୍ତୁ ଏଇଠି ଆମେ ବୁଝନ୍ତୁ ଚିତ ଅଗ୍ନି, ଚିତାଗ୍ନି। ଆମର ଚିତାଗ୍ନି ଯଦି ବାଲାନ୍ସ ରହୁଛି, ଆମର ବୁଦ୍ଧି ସେଇ ପରିମାଣରେ କାମ କରୁଛି। ଦେଖନ୍ତୁ ଆମେ ଅନେକ ଜାଗାରେ ବୁଦ୍ଧିହୀନ ହଉଛନ୍ତି, ଅନେକଙ୍କୁ ନିର୍ବୁଦ୍ଧିଆ କହୁଛନ୍ତି। ତ ଚିତାଗ୍ନିରେ ବା ଅଗ୍ନି ତତ୍ତ୍ୱରେ ତାଙ୍କୁ ବାଲାନ୍ସ ନିହାତି ଦରକାର। ଏବେ ଯଦି ଆମେ ଆଲୋଚନା କରିବା ଭୂତାଗ୍ନି, ଏଇ ଭୂତାଗ୍ନି କଣ ନା, ଏଇ ଭୂତାଗ୍ନି ଯୋଗୁ ଆମେ ଡିପ୍ରେସନକୁ ଯାଉନେ। ଯଦି ଭୂତାଗ୍ନିରେ ଆମର ବାଲାନ୍ସ ରହୁଛି, ଠିକ ରହୁଛି, ତାହେଲେ ଆମ ଶରୀର ଭଲ ରହିବ, ମନ ବି ଭଲ ରହିବ, ଆମର ଜୀବନ ସ୍ରୋତ, ଜୀବନ ପ୍ରକ୍ରିୟା ଅତ୍ୟନ୍ତ ଭଲ ଭାବରେ ଚାଲିବ। ଆଉ ଶରୀର ଗୋଟେ ଜିନିଷ ଦେଖନ୍ତୁ, ଆମର ଗୋଟେ ସୀମା ଭିତରେ ସୀମିତ, କିନ୍ତୁ ମନ କେବେ ସୀମା ଭିତରେ ସୀମିତ ନୁହଁ। ଏହା ଯଦି ଭୂତାଗ୍ନି ଆମର ବାଲାନ୍ସ ରହିଲା, ସେଥିରେ ହିଁ ଆମକୁ ଠିକରେ ଆମେ ତାର ସୁଯୋଗ ପାଇବା। ଜାଣିବାର ଶକ୍ତି ଆମର ବଢିବ, କୌଣସି ଜିନିଷକୁ ଜାଣିବାର ଶକ୍ତି ବଢିବ, ଆମର ମାନସିକ ସୀମା ବଢିବ, ଆମେ ବହୁତ କଥାକୁ ମନ ଭିତରେ ନେଇପାରିବା ଏବଂ ସୁନ୍ଦର ଭାବରେ ତାକୁ ଆମେ ଅତିକ୍ରମ କରିପାରିବା, ସୁନ୍ଦର ଭାବରେ ନିଭେଇ ପାରିବା। ତେବେ ସର୍ବାଗ୍ନି, ସର୍ବାଗ୍ନି ହଉଛି ଯୋଗୀର ଜୀବନ ପ୍ରକ୍ରିୟା ଯେମିତି ହୁଏ, ତାହା ଗୋଟେ ହଉଛି ପରମ ଅଗ୍ନି। ସେ ଅଗ୍ନି, ସେ କିନ୍ତୁ ଏକ ଶୀତଳ ଅଗ୍ନି। ଆ ତାକୁ ଅନୁଭବ କରିବା ବହୁତ କଷ୍ଟ, ବହୁତ ସୁନ୍ଦର ଭାବରେ ସେତିକି ସାଧନା ବଳରେ ଏଇ ସର୍ବାଗ୍ନିକୁ ବା ଏଇ ଶୀତଳ ଅଗ୍ନିକୁ ଆମେ ଅନୁଭବ କରିପାରୁଥାଉ। ବିଶେଷ ଭାବରେ ଦିନ ଦିନ ଧରି ସାଧନା କରୁଥିବା ସାଧକ ମାନେ ଏଇ ସର୍ବାଗ୍ନିକୁ ମାନେ ଅନୁଭବ କରନ୍ତି, ଏଇ ଶୀତଳ ଅଗ୍ନିକୁ ଅନୁଭବ କରନ୍ତି। ତେଣୁ ଅଗ୍ନି ତତ୍ତ୍ୱ ବି ଏକ ମହତ୍ୱପୂର୍ଣ୍ଣ। ଦେଖନ୍ତୁ ଆମେ ଯଦି ସକାଳ ସମୟରେ କେତେ ଜିନିଷ ପାଉଛନ୍ତି, ଆମେ ଯଦି ଏକ୍ସରସାଇଜକୁ ଆମ ଲାଇଫରେ ଆଡ୍ କରିବା, ମର୍ଣ୍ଣିଂ କ୍ଲାସ୍ ପରେ ଆମେ ପଦାକୁ ଯାଉଛନ୍ତି, ଆମେ ପୃଥିବୀର ତତ୍ତ୍ୱ ପାଉଛନ୍ତି, ଅଗ୍ନି ତତ୍ତ୍ୱ ବି ପାଉଛନ୍ତି ସୁନ୍ଦର ଭାବରେ। ସେଇଥିପାଇଁ ଆମର ଯୋଡା ହେଇଛି ସାଇନ୍ସ ସହିତ ଯେ ସକାଳୁ ଆମେ ସୂର୍ଯ୍ୟଙ୍କର କିରଣ ବି ନଉଛନ୍ତି। ଏଇଟା କେତେ ବାଲାନ୍ସ ରଖୁଛି ଦେଖନ୍ତୁ। ତାପରେ ଆମେ ଆସୁଛେ ଆମର ଆକାଶ ତତ୍ତ୍ୱକୁ। ବହୁତ ସୁନ୍ଦର ଭାବରେ ଦେଖନ୍ତୁ, ସୃଷ୍ଟିର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଏହା ଭିତରେ ସମସ୍ତ ଜିନିଷ ଲୁକାୟିତ ରହିଛି। ଏଇ ଆକାଶ ତତ୍ତ୍ୱରେ 4ଟି ଯାକ ତତ୍ତ୍ୱ ନିହିତ ରହିଛନ୍ତି। ଅସୀମ ଆକାଶରେ, ଏଇ ଅସୀମ ଆକାଶରେ 4ଟି ଯାକ ତତ୍ତ୍ୱ ଖେଳିକି ରହିଛି। ଏଇ ଯୋଉ ମହାକାଶ ରହିଛି, ତାରି ଭିତରେ ଆପଣଙ୍କର ପୃଥିବୀ ଖେଳିକି ଅଛି, ଜଳ ଖେଳିକି ଅଛି,
ଅଗ୍ନି ଖେଳିକି ଅଛି, ବାୟୁ ବି ଖେଳିକି ଅଛି। କାହା ଭିତରେ ଖେଳିକି ଅଛି ନା ଏଇ ଆକାଶ ଭିତରେ ଖେଳିକି ଅଛି। ଏଇ ଯୋଉ ସୌର ମଣ୍ଡଳର ଏକ ଗୋଲାକାର ଗ୍ରହ ଉପରେ ଆମେ ବସିଛେ, ସେ ବି ସେ ଆକାଶ ଭିତରେ ଅଛି। ଏ ଆକାଶ ଆମକୁ ସ୍ଥାନ ଦେଇଛି, ସୁନ୍ଦର ଭାବରେ ଅନୁଭବ କରନ୍ତୁ। କେତେ ସୁନ୍ଦର, କେତେ ମହାନ ତତ୍ଵ। ସିଏ ବି ଆମକୁ ସ୍ଥାନ ଦେଇଛି, ତାକୁ ଆମେ ପ୍ରତ୍ୟକ୍ଷରେ ଅନୁଭବ ସେଇଭଳି କରିପାରୁଛେ, କରିପାରୁନେ। ଏଇ ଚାରୋଟି ତତ୍ଵ ଅପେକ୍ଷା ଆକାଶର ତତ୍ଵ ବହୁତ ପ୍ରଭାବୀ, ବହୁତ ଶକ୍ତିଶାଳୀ। କେହି କେହି ଆକାଶର ଅର୍ଥକୁ ହାୱା ବୋଲି ଆମେ ବୁଝୁଛନ୍ତି, କେହି ବାଦଲ ବୋଲି ବୁଝୁଛନ୍ତି, କେହି ବି ତାକୁ ଶୂନ୍ୟ ବୋଲି ବୁଝୁଛନ୍ତି। କିନ୍ତୁ ଯଥାର୍ଥରେ ଆକାଶ ଏଭଳି ଏକ ସୂକ୍ଷ୍ମ ପଦାର୍ଥ, ଆକାଶ ଏଭଳି ଏକ ସୂକ୍ଷ୍ମ ପଦାର୍ଥ, ସବୁଆଡେ ସେ ବ୍ୟାପ୍ତ ଅଟେ। ସବୁଆଡେ ସେ ବ୍ୟାପ୍ତ ଅଟେ। ବିଶେଷ ଭାବରେ ଚାରିଆଡେ ସେ ଖେଳିକି ରହିଛି, ଚାରିଆଡେ ବ୍ୟାପିକି ରହିଛି। ଯେମିତି ଭାବରେ ଆମେ ଯଦି ରେଡିଓ ସେଣ୍ଟର କଥା କହିବା, ସେଠି ଯୋଉ ଶକ୍ତି ଉତ୍ପନ୍ନ ହୁଏ, ଏଇ ଆକାଶ ସାହାଯ୍ୟରେ ହିଁ ସେ ବିଚ୍ଛୁରିତ ହଉଛି। ଆମେ ଯୋଉ ଚ୍ୟାନେଲ ଦରକାର ସେଇ ଚ୍ୟାନେଲକୁ ଗଲେ ଆମେ କନେକ୍ଟ ହଉଛେ, ଅନ୍ୟ ଗୁଡ଼ିକ ଏଇ ଆକାଶ ଭିତରେ ବୁଲି ରହନ୍ତି। ଆମେ ଯେତିକି ଚାହୁଁଛେ ଆମର ମନୋଭୂମି ପ୍ରକାରେ, ଆମେ ଆମର ବିଚାର ପ୍ରକାରେ, ଆମର ମନୋଭୂମି ପ୍ରକାରେ ସବୁ ଜିନିଷ ଆମେ ଆକାଶରୁ ପାଉଛେ। ତାର ପ୍ରୋଗ୍ରାମିଂ ଏଇ ଆକାଶ ଭିତରେ ଅଛି। ଏଇ ଆକାଶ ଭିତରେ ଆମର କଣ ରହିଛି ନା ଆମର ସମସ୍ତ ପ୍ରକାର ଯୋଉ ବିକାଶର ଚିନ୍ତାଧାରା ୟା ଭିତରେ ରହିଛି। ଆମ ପୂର୍ବରୁ ଯେତେ ପୂର୍ବଜ ଅଛନ୍ତି, ମୁନି ଋଷି ଅଛନ୍ତି, ଯେତେ ବି ମହାନ ବ୍ୟକ୍ତି ଏ ସୃଷ୍ଟିରେ ଜନ୍ମ ଗ୍ରହଣ କରିଛନ୍ତି, ସମସ୍ତଙ୍କର ଚିନ୍ତା, ସମସ୍ତଙ୍କର ଚେତନା ଏଇ ଆକାଶ ଭିତରେ ପରିବ୍ୟାପ୍ତ ହେଇ ରହିଥାଏ। ଯୋଉଭଳି ଭାବରେ ସାଧନା କଲେ, ଆମେ ଯୋଉମାନେ କ୍ରାଉନ ଚକ୍ର ବିଷୟରେ ବୁଝିଛେ, ଆମେ ଯାହା ଚାହୁଁଛେ ତାହା ଏଇ ଆକାଶ ଭିତରେ ପରିବ୍ୟାପ୍ତ ହେଇକି ଅଛି। ଆମେ ଆମର ମନୋଭୂମି ଅନୁସାରେ ଆମେ ସେଇ ରେଜଲ୍ଟକୁ ପାଉଛନ୍ତି। ଆମର ମନୋଭୂମି ଅନୁସାରେ ଆମେ ସେଇ ରେଜଲ୍ଟକୁ ପାଉଛନ୍ତି। ଏଇ ଆକାଶରେ କୌଣସି ବିଚାର ନଷ୍ଟ ହୁଏ ନାହିଁ। ତାହା ଭଲ ବିଚାର ହେଇପାରେ, ତାହା ଖରାପ ବିଚାର ହେଇପାରେ। ଏଇ ଯୋଉ ଅସଂଖ୍ୟ ପ୍ରକାରର ବିଚାର, ତାହା ନଷ୍ଟ ହେଇନି, ସବୁ ଆକାଶ ଭିତରେ ମହଜୁଦ ଅଛି। ଏଇ ଆକାଶ ଭିତରେ ସବୁ ଜିନିଷ ମହଜୁଦ ଅଛି। ଆମେ ଯେତେ ଭଲ ବିଚାର କରିବା, ଦେଖନ୍ତୁ ସାଇଣ୍ଟିଷ୍ଟ ମାନେ ଦିନ ଦିନ ଧରିକି କୌଣସି ଜିନିଷକୁ ଗବେଷଣା କରନ୍ତି, ତେବେ ଶେଷରେ ସେ କୋଉଠୁ ପାଆନ୍ତି ନା ଏଇ ବିଚାର, ଏଇ ଯୋଉ ଶକ୍ତି, ସମସ୍ତ ଜିନିଷ ଆକାଶରେ ମହଜୁଦ ହେଇକି ଅଛି, ସେଇଠୁ ତାଙ୍କୁ ପ୍ରାପ୍ତ ହୁଏ। ସେଇଠୁ ଆମେ ଅନେକ ଜିନିଷକୁ ପ୍ରାପ୍ତ କରିଥାନ୍ତି। ଆକାଶ ବି ସେଇଭଳି ଭାବରେ ପରିବ୍ୟକ୍ତ। ଏବେ ଆସନ୍ତୁ ଆମେ ପ୍ରତ୍ୟେକ ଜିନିଷକୁ ଯୋଗାଡ଼ କରନ୍ତୁ, ଆମେ ଯିବା। ଆମକୁ ଯାହା ଦରକାର ସେ ଅନୁସାରେ ସମସ୍ତ ଜିନିଷ ଆମ ପାଖରେ ଅଛି। ସୁନ୍ଦର ଭାବରେ ଏଇଭଳି ଜାଗାରେ ସେ ଜିନିଷକୁ ରଖନ୍ତୁ, ଯେମିତିକି ଆମେ ସେ ଜିନିଷକୁ ଅନୁଭବ କରିପାରିବା, ହାତରେ ଲଗେଇ ପାରିବା, ହାତରେ ଟଚ୍ କରିପାରିବା। ସେଇଭଳି ଆମେ ସମସ୍ତେ ଦୀପ ଲଗେଇଛନ୍ତି, ତ ଦୀପକୁ ଆମେ କିଛି ସମୟ ଚାହାନ୍ତୁ। ଯୋଉଭଳି ଭାବରେ ଆମେ ଯିଏ ଜାଣିଛନ୍ତି, ମାନେ ଜ୍ୟୋତି ମନ୍ତ୍ର ଯିଏ ଜାଣିଛନ୍ତି ନିଜେ ନିଅନ୍ତୁ। ଦୀପ ଜ୍ୟୋତି ପରମ ଜ୍ୟୋତି, ଦୀପ ଜ୍ୟୋତି ଜନାର୍ଦନ, ଦୀପो ହରତୁ ମେ ପାପଂ, ଦୀପ ଜ୍ୟୋତି ନମସ୍ତୁତେ, ଶୁଭଂ କରୋତୁ କଲ୍ୟାଣಂ, ଆରୋଗ୍ୟಂ ସୁଖ ସମ୍ପଦ, ଦ୍ୱେଷ ବୁଦ୍ଧି ବିନାଶାୟ, आत्मज्योति नमस्तुते, आत्मज्योति प्रदीप्ताय, ब्रह्मज्योति नमस्तुते, ब्रह्मज्योति प्रदीप्ताय, गुरुज्योति नमस्तुते।
ମାଟିର ଯୋଉ ପାତ୍ରଟିକୁ ଧରିଛନ୍ତି ସେ ମାଟି ପାତ୍ରକୁ ହାତରେ ଧରନ୍ତୁ, ଫିଲ୍ କରନ୍ତୁ ସେ ମାଟିକି। ଆପଣ ଆଖି ବନ୍ଦ କରିକି ଫିଲ୍ କରିପାରିବେ, ଓପନ ଆଇରେ ବି ଫିଲ୍ କରିପାରିବେ, କିନ୍ତୁ ଫିଲ୍ କରନ୍ତୁ। ବିଶେଷ ଭାବରେ ବନ୍ଦ ଆଖିରେ ଆମର ଅନୁଭବ ଟିକେ ପର୍ଯ୍ୟାପ୍ତ ପରିମାଣର ହୁଏ। ସେ ମାଟି ପାତ୍ରକୁ ଧରନ୍ତୁ, ଯେ କୌଣସି ପାତ୍ର ବିନା ବି ବସିଛନ୍ତି, ଅନୁଭବ କରନ୍ତୁ ଆପଣ ମାଟିର ଏକ ପାତ୍ର ଧରିଛନ୍ତି। ସେ ମାଟିର ଊର୍ଜାକୁ ଆପଣ ଅନୁଭବ କରନ୍ତୁ। ବହୁତ ସୁନ୍ଦର ଭାବରେ ଆମେ ଧରିତ୍ରୀ ମାତାକୁ, ଆମ ଜୀବନକୁ ଆମେ ଆବାହନ କରୁଛନ୍ତି। ଆମ ଜୀବନ ସହିତ ଆମେ ନିଜେ ଧରିତ୍ରୀ ମାତାର ସେ ଶକ୍ତି ସହିତ କନେକ୍ଟ ହଉଛନ୍ତି। ବହୁତ ବହୁତ ଧନ୍ୟବାଦ ପୃଥିବୀ ମାତାକୁ। ଏ ପୃଥିବୀକୁ ଆମେ ବହୁତ ବହୁତ ଧନ୍ୟବାଦ ଅର୍ପଣ କରୁଛନ୍ତି। ଏ ମାଟି ବିଷୟରେ ଟିକେ ଭାବନ୍ତୁ, କେତେ ଯେ କଥାକୁ ସାଇତି ରଖିଛି, କେତେ ଯେ ଅଳିଆ ଧଳି ଆଜି ଆମର ସହୁଛି। ସୃଷ୍ଟି ଆରମ୍ଭରୁ ଆଜି ପର୍ଯ୍ୟନ୍ତ କେତେ ମହାନ ଶକ୍ତିଙ୍କୁ ତାର ଗର୍ଭରେ ସ୍ଥାନ ଦେଇଛି। ଯୁଗ ପରେ ଯୁଗ, 4ଟି ଯୁଗ ବିତି ଯାଇଛି। ଏଭଳି କି ଦେବତା ମାନେ ମଧ୍ୟ ମାନବ ଶରୀରରେ ଓହ୍ଲେଇଛନ୍ତି। ଏ ସମସ୍ତଙ୍କୁ ପୁଣି ସମୟ କ୍ରମେ ନିଜ ବକ୍ଷରେ ସ୍ଥାନ ଦେଇଛି। ସୁନ୍ଦର ଭାବରେ ମାଟି କଥା ଟିକେ ମନେ ପକାନ୍ତୁ, ବହୁତ କୃତଜ୍ଞତା ଜ୍ଞାପନ କରନ୍ତୁ। ଏ ପାହାଡକୁ ଟିକେ ମନେ ପକାନ୍ତୁ। ଏ ମାଟି ମା, ଏ ଧରିତ୍ରୀ ବିଷୟରେ ଟିକେ ଭାବନ୍ତୁ। ସବୁ ଜିନିଷ ଏଇ ମାଟିରୁ ଆସୁଛି, ସବୁ ଜିନିଷ ଏଇ ମାଟି ସହିତ ମିଶି ଯାଉଛି। ପୁରା ଟିକେ କନେକ୍ଟ କରନ୍ତୁ ମାଟି ସହିତ, ନିଜକୁ କନେକ୍ଟ କରିବା ପାଇଁ ଚେଷ୍ଟା କରନ୍ତୁ। ଯାହା ଯାହା ଆପଣଙ୍କ ମନରେ ଆସୁଛି ମାଟିକୁ ନେଇକି, ଏ ମାକୁ ନେଇକି କୃତଜ୍ଞତା ଜ୍ଞାପନ କରନ୍ତୁ। ମାଟିକୁ ବିଭିନ୍ନ ସମୟରେ ଆମେ ଅପବ୍ୟବହାର କରୁଛନ୍ତି। ଯାହା ଆପଣଙ୍କ ମନରେ ଆସୁଛି ମାଟି ମା ପାଇଁ, ଆମେ କେବେ କେବେ ବି ଅବହେଳା କରିଛନ୍ତି, କେବେ ଅନୀତି କରିଛନ୍ତି ମାଟି ମା ପାଇଁ, ଅଯଥାରେ ମାଟିକୁ ନଷ୍ଟ କରିଛନ୍ତି। ଟିକେ ଚିନ୍ତା କରନ୍ତୁ, କ୍ଷମା ଯାଚନା କରନ୍ତୁ। ସବୁ ସମୟରେ ପୃଥିବୀ ମାର ଆଶୀର୍ବାଦ ଆମେ ଆଣୁଛନ୍ତି। ସବୁ ସମୟରେ ଆମେ ପୃଥିବୀର ଆଶୀର୍ବାଦ ଆମ ସହିତ ରହିଛି। ବହୁତ ବହୁତ ଧନ୍ୟବାଦ ଦିଅନ୍ତୁ ସେ ମାଙ୍କୁ, ବହୁତ ବହୁତ ଧନ୍ୟବାଦ ଦିଅନ୍ତୁ। ଧନ୍ୟବାଦ ମାଟି ମା, ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ। ସଦା ସର୍ବଦା ଆପଣଙ୍କ ସହିତ ମୋର କନେକ୍ସନ ରହୁଛି। ଆପଣଙ୍କର ଆଶୀର୍ବାଦ ସବୁବେଳେ ମୋ ପାଖରେ ରହୁଛି। ଟିକେ ଚିନ୍ତା କରନ୍ତୁ, ଏ ମାଟି କେତେ ରତ୍ନର ଭଣ୍ଡାର। ଏ ମାଟି ଆମକୁ ଶସ୍ୟ ଦଉଛି। ଏ ମାଟି ଆମକୁ କଣ କଣ ଦଉଛି, ସବୁ ଜିନିଷ ନିଜର ଚେତନ ମନରେ, ନିଜର ଜାଗ୍ରତ ମନରେ ଭାବନ୍ତୁ ମାଟି ଆମକୁ କଣ କଣ ଦଉଛି। ସୁନ୍ଦର ଭାବରେ କୃତଜ୍ଞ ରହୁଛନ୍ତି ଆମେ। ସେ ମାଟି ମା ପାଖରେ ସୁନ୍ଦର ଭାବରେ କୃତଜ୍ଞ ରହୁଛନ୍ତି, ବହୁତ ଧନ୍ୟବାଦ ଅର୍ପଣ କରୁଛନ୍ତି। ସୁନ୍ଦର ଭାବରେ ସମସ୍ତ କୃତଜ୍ଞତା ଜ୍ଞାପନ ସହିତ ମାଟିକୁ ଆପଣଙ୍କର ତଳେ ରଖନ୍ତୁ, ଭୂମିରେ ଥୁଅନ୍ତୁ, ପୁଣି ଜଳ ପାତ୍ରକୁ ଧରନ୍ତୁ। ଠିକ ସେଇଭଳି ଭାବରେ ସେ ପାଣି ପାତ୍ରକୁ ହାତରେ ଧରନ୍ତୁ। ପାଣି ଯଦି ଆପଣଙ୍କ ହାତ ସହିତ ଲାଗୁଛି ବହୁତ ବଢିଆ କଥା। ମା ଗଙ୍ଗାଙ୍କୁ ଟିକେ ମନ ଭିତରେ ସ୍ମରଣ କରନ୍ତୁ। ତାଙ୍କୁ ଆମ ଜୀବନକୁ ଆମେ ଆବାହନ କରୁଛନ୍ତି। ଜଳ ତତ୍ତ୍ୱକୁ ଟିକେ ମନେ ପକାନ୍ତୁ। ଜଳ ସାହାଯ୍ୟରେ ଆମେ କଣ କଣ, ଆମକୁ କୋଉ ଭଳି ଶକ୍ତି ଉତ୍ପନ୍ନ ହୁଏ ଆମ ଶରୀରରେ। ବର୍ଷା ଜଳରେ, ସ୍ନାନ ଜଳରେ, ପୋଖରୀରେ, ନଦୀରେ ଆମେ ଯେତେବେଳେ ପ୍ରବେଶ କରୁଛେ, ଯୋଉ ବୈଦ୍ୟୁତିକ କିରଣ ଆମ ଶରୀରରେ ଖେଳିଯାଏ, ଆମ ମନରେ ଖେଳିଯାଏ, ଟିକେ ସେ ବିଷୟକୁ ବି ଚିନ୍ତା କରନ୍ତୁ। ତାକୁ ଆଫର୍ମେସନ ଦିଅନ୍ତୁ, ମା ଗଙ୍ଗା ତୁମେ ଅମୃତ ସମ, ତମ ପାଖରେ ସବୁ ଶକ୍ତି ରହିଛି, ତମେ ସବୁ ଶକ୍ତିର ଅସୀମ ଅଧିକାରିଣୀ। ମୋ ଜୀବନରେ ଆପଣଙ୍କର କୃପା ସବୁବେଳେ ରହୁଛି, ସବୁବେଳେ ରହୁଛି। ଆମ ଶରୀରରେ ବହୁତ ପରିମାଣରେ ଜଳ ରହୁଛି। ବହୁତ ସୁନ୍ଦର ଭାବରେ ଜଳର ପ୍ରତ୍ୟେକ କଥାକୁ ଆମେ ଅନୁଭବ କରୁଛନ୍ତି। ତାର ପ୍ରତିଟି ଶକ୍ତିକୁ ଆମେ ଅନୁଭବ କରୁଛନ୍ତି। ବହୁତ ସେ ଶକ୍ତିକୁ ଆମେ ଅନୁଭବ କରୁଛନ୍ତି।
କିଛି ପରିମାଣର ଜଳ ଯୋଉ ଜାଗାରେ ବସିଛନ୍ତି ସେଇଠି ଟିକେ ଢାଳନ୍ତୁ, ବାକି ଆପଣଙ୍କର ଜଳର ଜାଗା ତା ସ୍ଥାନରେ ରଖନ୍ତୁ। ଏବେ ଆମେ ଯଦି ସୁବିଧା ଅଛି କ୍ୟାଣ୍ଡେଲ ବା ସେ ଯୋଉ ଦୀପକୁ ଆପଣ ଧରି ପାରନ୍ତି, ନଚେତ୍ ତା ପ୍ରତି ଆପଣ କନେକ୍ଟ ରୁହନ୍ତୁ। ଯଦି ବନ୍ଦ ଆଖିରେ ରହିଛନ୍ତି, ଦେଖନ୍ତୁ ଟିକେ ପୂର୍ବରୁ ଆପଣଙ୍କର ଯୋଉ କ୍ୟାଣ୍ଡେଲ, ଆପଣଙ୍କର ଯୋଉ ଦୀପ ତାର ଶିଖାକୁ ଦେଖନ୍ତୁ ବନ୍ଦ ଆଖିରେ। ଯଦି ଆପଣ ଓପନ ଆଇରେ ଅଛନ୍ତି ତାକୁ ଚାହିଁକି ରହନ୍ତୁ। ସେ ଯୋଉ ମାନେ ଅଗ୍ନିକୁ ଆପଣ ଚିନ୍ତା କରନ୍ତୁ, ତାକୁ ଫିଲ୍ କରନ୍ତୁ, ତା ସାଙ୍ଗରେ କନେକ୍ଟ କରାନ୍ତୁ ସମାନ ଭାବରେ ସୂର୍ଯ୍ୟଙ୍କର ଶକ୍ତିକୁ ସୌର ଶକ୍ତିକୁ କନେକ୍ଟ କରନ୍ତୁ। ଏ ଅଗ୍ନି ହଉଛି ସକଳ ଶକ୍ତିର ଅଧିକାରୀ। ଆମ ଶରୀରର ଉତ୍ତାପକୁ ବି ଆପଣ ଫିଲ୍ କରନ୍ତୁ। ଏବେ ଆମ ସମସ୍ତଙ୍କ ଶରୀରରେ ଏକ ଆଲୌକିକ ଉତ୍ତାପ ପ୍ରବାହିତ ହେଉଛି, ତାକୁ ଜାଣିବା ପାଇଁ ଚେଷ୍ଟା କରନ୍ତୁ। ବନ୍ଦ ଆଖିରେ ସୂର୍ଯ୍ୟଦେବଙ୍କୁ ଦର୍ଶନ କରନ୍ତୁ। ବନ୍ଦ ଆଖିରେ ଅଗ୍ନିଦେବଙ୍କୁ ଦର୍ଶନ କରନ୍ତୁ। ଅଗ୍ନି ସମ୍ପର୍କରେ ଆମେ ଅନେକ କଥା ଆଲୋଚନା କରିଛନ୍ତି। ଯାହା ଆମ ଭିତରେ ଆସୁଛି, ଅଗ୍ନି ପାଇଁ ଆମେ କୃତଜ୍ଞତା ରହନ୍ତୁ, ଆମେ କନେକ୍ଟେଡ ରୁହନ୍ତୁ। ଆମ ଲାଇଫରେ ସବୁବେଳେ এই ଅଗ୍ନି ତତ୍ତ୍ୱକୁ ବାଲାନ୍ସ ରଖିବା ପାଇଁ, ଆମ ଜୀବନରେ ଆମ ଶରୀରରେ ବାଲାନ୍ସ ରଖିବା ପାଇଁ ଆମେ ସେ ଅଗ୍ନି ତତ୍ତ୍ୱ ପାଖରେ ସମ୍ପୂର୍ଣ୍ଣ ଭାବରେ ସମର୍ପିତ ହଉଛନ୍ତି। ସୁନ୍ଦର ଭାବରେ ଫିଲ୍ କରନ୍ତୁ 1 ମିନିଟ 2 ମିନିଟ। ଅଗ୍ନିର ବିଭିନ୍ନ କଥା, ଆମ ସମସ୍ତଙ୍କର ଭାବନା ଅଲଗା ଅଲଗା। ଅଗ୍ନିକୁ ନେଇକି ଆମ ଭିତରେ ଯୋଉ ଭାବନା ଅଛି ସେ ଭାବନାକୁ ଚିନ୍ତା କରନ୍ତୁ। 2 ମିନିଟ ଚିନ୍ତା କରନ୍ତୁ, ତାପରେ ସେଥିରୁ ଆମର ଭାବନାକୁ ଆଣନ୍ତୁ। ଆପଣଙ୍କର କ୍ୟାଣ୍ଡେଲ ଦୀପ ଯଥା ଜାଗାରେ ରଖନ୍ତୁ। ପୁଣି ଆମେ ଆସୁଛନ୍ତି, ଫିଲ୍ କରନ୍ତୁ ଆମେ ଧୂପକାଠି ଲଗେଇଛନ୍ତି, ତାର ଯୋଉମାନଙ୍କର ମାନେ ମନ ଭିତରେ ଚିନ୍ତା କରନ୍ତୁ ଆପଣଙ୍କ ସାମ୍ନାରେ ଆପଣଙ୍କର ଧୂପକାଠି ଲାଗିଛି। ସେ ଯୋଉ ଧୂପକାଠିର ଧୂଆଁ ପୁରା ଏୟାରକୁ ଯାଉଛି। ଆମର ଶ୍ୱାସକ୍ରିୟା ସ୍ୱାଭାବିକ ଭାବରେ ଚାଲିଛନ୍ତି। ସେ ବାୟୁକୁ ଆପଣ ଅନୁଭବ କରନ୍ତୁ। ଆମେ ଖୋଲା ପଡ଼ିଆ ଭିତରେ ଅଛି। ଶୀତଳ ବାୟୁ, ଥଣ୍ଡା ବାୟୁ ଆମ ଶରୀରରେ ବାଜୁଛନ୍ତି, ସେ ସମୟକୁ ଅନୁଭବ କରନ୍ତୁ। ସୁନ୍ଦର ଭାବରେ ଅନୁଭବ କରନ୍ତୁ। ବହୁତ ବହୁତ ଧନ୍ୟବାଦ ଆମେ ଦଉଛନ୍ତି। ଆମର ନିଶ୍ୱାସ ପ୍ରଶ୍ୱାସକୁ ଅନୁଭବ କରନ୍ତୁ। ପ୍ରତିଟି ଶ୍ୱାସ ପ୍ରଶ୍ୱାସ ସହିତ ଆମେ କନେକ୍ଟ ରହୁଛନ୍ତି। ସେ ବାୟୁ, ଏଠି ତାର ନାମକରଣ ଅଛି ପ୍ରାଣବାୟୁ ପାଇଁ। ସେ ବାୟୁ ଯଦି ବନ୍ଦ ହୁଏ, ପ୍ରାଣବାୟୁ ଯଦି ବନ୍ଦ ହୁଏ, ଆମ ଅବସ୍ଥା କଣ ହୁଏ ଆମେ ସେଇଟାକୁ ଫିଲ୍ କରୁଛନ୍ତି। କେତେ ସୁନ୍ଦର ଭାବରେ ସୃଷ୍ଟି ଆମ ପାଇଁ ପ୍ରତ୍ୟେକ ଜିନିଷ ରଖିଛନ୍ତି। ବହୁତ ବହୁତ ଆମେ ଧନ୍ୟବାଦ ଦଉଛନ୍ତି। ସେ ବାୟୁକୁ ମଧ୍ୟ ଆମେ ସମ୍ପୂର୍ଣ୍ଣ ଭାବରେ କୃତଜ୍ଞତା ଜ୍ଞାପନ କରୁଛନ୍ତି। ମୁକ୍ତ ବାୟୁ, ଆମେ ବିଭିନ୍ନ ସମୟରେ ବାୟୁକୁ ଆମେ ନଷ୍ଟ କରୁଛନ୍ତି। ଆମେ କିଛି କାମ ନଥିବ କିଛି ଜଳାପୋଡ଼ା କରୁଛନ୍ତି, ବାୟୁକୁ ଦୂଷିତ କରୁଛନ୍ତି। ଟିକେ ଭାବନ୍ତୁ ସେଇ ତତ୍ତ୍ୱକୁ। ସେ ସମୟରେ କଣ ଫିଲ୍ ହଉଥିବ। ଯୋଉ ବାୟୁମଣ୍ଡଳ ରହିଛି, ଯୋଉ ବାୟୁ ଆମକୁ ଏତେ ଉପକାର କରୁଛି, ଟିକେ ଭାବନ୍ତୁ ଆମେ କଣ କରୁଛନ୍ତି ବିଭିନ୍ନ ସମୟରେ। ଆଜିଠାରୁ ମୁକ୍ତ ବାୟୁ ରଖିବା ପାଇଁ ଯତ୍ପରୋନାସ୍ତି ଆମେ ଚେଷ୍ଟା କରୁଛନ୍ତି। ବାୟୁକୁ ଠିକ ଭାବରେ ବ୍ୟବହାର କରିବା ପାଇଁ ଆମେ ନିଷ୍ପତ୍ତି କରୁଛନ୍ତି। ଆମେ ଶପଥ କରୁଛନ୍ତି ସେ ବାୟୁଦେବଙ୍କ ସାମ୍ନାରେ, ଏଇ ପଞ୍ଚତତ୍ତ୍ୱ ସାମ୍ନାରେ ଆମେ ସବୁବେଳେ ଏକ ସୁସ୍ଥ ବାୟୁ ପାଇଁ ଆମେ ଯତ୍ନବାନ ରହୁଛନ୍ତି। ବହୁତ ବହୁତ କୃତଜ୍ଞତା ଜ୍ଞାପନ କରୁଛନ୍ତି ଆମେ। ଧନ୍ୟବାଦ ଅର୍ପଣ କରୁଛନ୍ତି ଆମେ। ବିଭିନ୍ନ ସମୟରେ ଏ ବାୟୁ ପାଇଁ ଆମେ ଯାହା ବି ଭୁଲ କରିଛନ୍ତି ଆମେ କ୍ଷମା ଯାଚନା କରୁଛନ୍ତି। ନିଶ୍ଚିତ ଭାବରେ ଅଟୋ ପ୍ରୋସେସରେ କୋଉ ସମୟରେ ଆମେ ବାୟୁକୁ ଠିକ ଭାବରେ ବ୍ୟବହାର କରିନାହାନ୍ତି ସେ ବିଷୟକୁ ଅନୁଭବ କରନ୍ତୁ। ତାପରେ ଆମେ ସେ ଖାଲି ପାତ୍ରକୁ ଧରୁଛନ୍ତି, ତାହା ହଉଛି ସ୍ପେସ୍।
এই ବିନା ସ୍ପେସରେ ଆମର ମାଇଣ୍ଡ କେବେ ଷ୍ଟେବୁଲ ହୁଏ ନାହିଁ। ତାକୁ ବହୁତ ଧନ୍ୟବାଦ ଦିଅନ୍ତୁ। ଦେଖନ୍ତୁ କୌଣସି ବିଚାରର ଅନ୍ତ ନାହିଁ। ପୃଥିବୀ ବକ୍ଷରେ ବିଭିନ୍ନ ସମୟରେ ବିଭିନ୍ନ ମହାନ ବ୍ୟକ୍ତିମାନେ ଜନ୍ମଗ୍ରହଣ କରିଛନ୍ତି, ଦେବତାମାନେ ଜନ୍ମଗ୍ରହଣ କରିଛନ୍ତି, ଅନେକ ଜ୍ଞାନ ପ୍ରତିଭାର ଅଧିକାରୀମାନେ ଜନ୍ମଗ୍ରହଣ କରିଛନ୍ତି। ତାଙ୍କର ଯୋଉ ବିଚାର, ସେ ବିଚାର କେବେ ନଷ୍ଟ ହୁଏ ନାହିଁ। ସେ ବିଚାରର ଶକ୍ତି କେବେ ନଷ୍ଟ ହୁଏ ନାହିଁ। ଏଇ ସ୍ପେସ୍ ପ୍ରତ୍ୟେକ କଥାକୁ ଜାବୁଡ଼ି ରଖିଛି। ଆମେ ଯାହା ଯାହା ଚାହୁଁଛନ୍ତି ଆମ ଲାଇଫରେ, ତାଠୁ ବହୁ ଗୁଣା ଏଇ ସ୍ପେସରେ ରହିଛନ୍ତି। ଆମେ ସେ ସ୍ପେସ୍ ସହିତ ଯଦି କନେକ୍ଟ ରହୁଛନ୍ତି, ଟିକେ ଚିନ୍ତା କରନ୍ତୁ, ଯୋଉମାନେ ଗବେଷଣା କରିକି ବହୁ ଜିନିଷ ବାହାର କରନ୍ତି, ସେମାନେ ତ କୋଉଠୁ ଶିଖିନଥାନ୍ତି। ଦୀର୍ଘ ଦିନର ଗବେଷଣା, ଆଖି ବନ୍ଦ କରିକି ଏଇ ସ୍ପେସ୍ ହିଁ ଦିଏ ସେଇ ଜ୍ଞାନ। ତେଣୁ ଏଇ ସ୍ପେସ୍ ପାଖରେ ଆମେ ସର୍ବଦା ଋଣୀ। ଆମର ଯୋଉ ମନଭୂମି, ଆମ ପାଖରେ ଯୋଉ ମନ ଅଛି, ଆମେ ସେ ମନଭୂମିରେ ଯୋଉ ପ୍ରକାର ମଞ୍ଜି ପକଉଛନ୍ତି, ଆମେ ଯଦି ସକାରାତ୍ମକ ମଞ୍ଜି ପକଉଛନ୍ତି, ତାହାର ଫଳ ବି ସ୍ପେସରେ ଅଛି। ଆମେ ଯଦି ନକାରାତ୍ମକ ମଞ୍ଜି ପକଉଛନ୍ତି, ତାହାର ଫଳ ବି ସ୍ପେସରେ ଅଛି। ସେ ତାକୁ ଆଟ୍ରାକ୍ଟ କରିଥାଏ, ଏକ ମ୍ୟାଗ୍ନେଟ ସଦୃଶ୍ୟ। ତେଣୁ ମନଭୂମିକି ଆମେ କୋଉ ଭଳି ଭାବରେ ସଜେଇବା, ସେ କଥା ଆମେ ଜାଣିଛନ୍ତି। ତ ବହୁତ ଭଲ ଭାବରେ ଆମେ ଏଇ ସ୍ପେସକୁ ଆମର ସମସ୍ତ କୃତଜ୍ଞତା ଜ୍ଞାପନ କରୁଛନ୍ତି, ସମସ୍ତ ଧନ୍ୟବାଦ ଅର୍ପଣ କରୁଛନ୍ତି। ଏବେ ଆମେ ସମସ୍ତେ ନିଜେ 3 ଥର ଲେଖେ ଆମର ଏଇ ଯୋଉ ଅଛି ଆମର 7ଟି ଚକ୍ରାର ମନ୍ତ୍ରକୁ ନବା, ତାପରେ ଆମେ ଧ୍ୟାନକୁ ଯିବା। ତ ଆସନ୍ତୁ ସମସ୍ତେ ନିଜକୁ ଭାଇବ୍ରେଟ କଲା ଭଳି ଚାଣ୍ଟ କରନ୍ତୁ ଲମ୍ 3 ଥର। ଷ୍ଟାର୍ଟ କରନ୍ତୁ। ଲମ୍। 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 ଦେନ୍ ଆସନ୍ତୁ ଭମ୍। 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 ତାପରେ ଆସନ୍ତୁ ରମ୍। 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 ପୁଣି ଆସନ୍ତୁ ୟମ୍। 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 ପୁଣି ଆସନ୍ତୁ ହମ୍।
ବହୁତ ଶାନ୍ତ ଅଛନ୍ତି, ଆମେ ବହୁତ ଶାନ୍ତ ଅଛନ୍ତି, ବହୁତ ଶାନ୍ତ ଅଛନ୍ତି। ଆମର କୃତଜ୍ଞତା ଜ୍ଞାପନ କରୁଛନ୍ତି, ଆମେ ପୃଥିବୀକୁ ଜ୍ଞାପନ କରୁଛନ୍ତି, ଧନ୍ୟବାଦ ଅର୍ପଣ କରୁଛନ୍ତି, ପ୍ରଣାମ କରୁଛନ୍ତି। ଅନୁରୂପ ଭାବରେ ଜଳ ତତ୍ତ୍ୱକୁ ଆମେ ମନେ ପକାଉଛନ୍ତି, ଆମର କୃତଜ୍ଞତା ଜ୍ଞାପନ କରୁଛନ୍ତି, ବାୟୁକୁ କୃତଜ୍ଞତା ଜ୍ଞାପନ କରୁଛନ୍ତି। ଅଗ୍ନିଦେବଙ୍କୁ ଆମେ କୃତଜ୍ଞତା ଜ୍ଞାପନ କରୁଛନ୍ତି, ସୂର୍ଯ୍ୟଦେବଙ୍କୁ ଆମେ ପ୍ରଣାମ କରୁଛନ୍ତି, ଆକାଶକୁ ଆମେ ପ୍ରଣାମ କରୁଛନ୍ତି, କୃତଜ୍ଞତା ଜ୍ଞାପନ କରୁଛନ୍ତି। ବହୁତ ବହୁତ ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ। ଏ ପବିତ୍ର ସମୟରେ ସମସ୍ତ ଶକ୍ତିଙ୍କର ଆଶୀର୍ବାଦକୁ ଆମେ ଫିଲ୍ କରୁଛନ୍ତି। ବହୁତ ବହୁତ ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ ବିଶ୍ୱଶକ୍ତି, ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ। ଏ ବ୍ରହ୍ମ ମୁହୂର୍ତ୍ତରେ ଆଜି ଆମେ ସମସ୍ତେ ଏକାଠି ହେଇଛେ 3:45ରୁ ଉଠିକି କ୍ଲାସକୁ ଆସିବା। ଆଉ ଯେଉଁମାନେ ଅନୁଭବୀ ସେମାନେ ଅନୁଭବ ନିଶ୍ଚିତ କରୁଥିବେ। ସମସ୍ତଙ୍କର ନିଜ ପ୍ରତି ବା ନିଜକୁ ବଦଳେଇବାର ଏଇ ଯେଉଁ ସାହସ ଆପଣମାନେ ଆଣିଛନ୍ତି, ୟୁନିଭର୍ସ ଆପଣଙ୍କୁ ଯେଉଁ ସୁଯୋଗ ଦେଇଛି, ମୁଁ ସମସ୍ତଙ୍କ ପାଖରେ କୃତଜ୍ଞ। ଆପଣମାନେ ସମସ୍ତେ ଏ ତତ୍ତ୍ୱ ସହିତ କନେକ୍ଟ ଅଛନ୍ତି, ନିଜକୁ ପରିବର୍ତ୍ତନ କରିବାର ରାସ୍ତାରେ ରହିଛନ୍ତି। ସେ ରାସ୍ତାରେ ଆଗକୁ ଚାଲନ୍ତୁ। ତ ଏଇ ଯେଉଁ ବ୍ରହ୍ମ ମୁହୂର୍ତ୍ତ ସମୟ ଚାଲିଛନ୍ତି, ଆଉ ଆମ ଯେଉଁ 5ଟି ତତ୍ତ୍ୱଙ୍କୁ ଆଜି ନିମନ୍ତ୍ରଣ କରିଛନ୍ତି, ଆମର ପୂର୍ବଜମାନଙ୍କୁ ନିମନ୍ତ୍ରଣ କରିଛନ୍ତି, ଆମର ଜନ୍ମଦାତ୍ରୀ ଆମ ପାଖରେ ଅଛନ୍ତି, ସମସ୍ତ ପ୍ରକାର ସକାରାତ୍ମକ ଏନର୍ଜିକୁ ଆମେ ଫିଲ୍ କରିଛନ୍ତି। ତ ଏଇ ପ୍ରକ୍ରିୟାରେ ଆମେ ଗୋଟେ ମ୍ୟାନିଫେଷ୍ଟେସନ ରିଚୁଆଲ୍ସକୁ ଆମେ ଯାଉଛେ। ବହୁତ ସୁନ୍ଦର ଭାବରେ ପୁରା ତା ସହିତ ଜଡ଼ିତ ରୁହନ୍ତୁ, କାହିଁକିନା ଆପଣଙ୍କର ଏକାଗ୍ରତା ଆପଣଙ୍କୁ ରେଜଲ୍ଟ ଦିଏ। ଆମେ ପ୍ରଥମେ এই 4ଟି ସୁଇଚ୍ ୱାର୍ଡ ସମ୍ପର୍କରେ ମୁଁ ଆପଣଙ୍କୁ କହୁଛି, ଆପଣ 2ଟି ସୁଇଚ୍ ୱାର୍ଡକୁ ଚୟନ କରନ୍ତୁ। 4ଟି ସୁଇଚ୍ ୱାର୍ଡ କ'ଣ ଆପଣଙ୍କୁ ମୁଁ କହୁଛି, ଯେ ଗୋଟିଏ ହେଉଛି ଅକ୍ଷୟ ପାତ୍ର। ଅକ୍ଷୟ ପାତ୍ରକୁ ବିଶେଷ ଭାବରେ ଯେଉଁମାନେ ଆମେ ବର୍ତ୍ତମାନ 43 ଅଛେ, ଚିନ୍ତା କରନ୍ତୁ ଅକ୍ଷୟ ପାତ୍ର ହେଉଛି ଯେଉଁ ଟାଇପର ମାନେ ହ୍ୟାଣ୍ଡ ଟୁ ମାଉଥ ଯେଉଁମାନଙ୍କର ଚାଲିଛି, ବା ହ୍ୟାଣ୍ଡ ଟୁ ମାଉଥ
जो मानक पाखे आज भी सुजोग नहीं सेमाने फास्ट टाइम अक्षय पात्र को ही आज मंत्र करंतु किए करेंगे कोटा को चारोटी ऑप्शन आपन सामने दौची आपण जहाँ सहित कनेक्ट रोचंते आपण ताकू ही धरंतु चूज करवा निष्पत्ति करवा दायित्व होची आपणकर आपण चूज करिए मु केवल कहूची अक्षय पात्र को लेकिन बहुत कथा अच्छे महाभारत रे आपणकर श्रीकृष्ण सुदामा का कथा अच्छे आपणकर पंचुपांडवों कथा रही अक्षय पात्र को लेकिन विशेष भाव में आजिका डेट रे आपण ही जानिचंती आपण कौन है क्या किछ कहवा दरकार ना जो मानकर जस्ट हैंड टू माउथ रे जीवन प्रक्रिया चली हैंड टू माउथ पाई मध्य संग्राम चली अक्षय पात्र दि बेस्ट ताकू ही धरंतु मु चारोटी जाक जिनस कहूँ से कौ दीटा आपण ने आपण निर्भर करुच्चे देन आसला श्रीम श्रीम हूँ आम अनुष्ठान आम प्लाटफर्म रो एक अंश आम प्लाटफर्म श्रीम को लेकिन आज श्रीम होती श्रीम को लेकिन आज तार सिरी बुद्धि होती श्रीम संसार रे समस्त सिरी बुद्धि कर साहाय्य करे जमती कि श्रीम हूँ आमर ग्रोथ स्विच वार्ड अक्षय पात्र होचंते जस्ट हैंड टू माउथ कथा केबे हमको खाली रखिबेनी बहुत भल भाव नहीं कि आमको श्रीम हूँ तार नेक्स्ट लेवल कथा ग्रोथ कथा समस्त प्रकार श्री आम जीवन को आनी दिए कौन ब्लॉकेज रहेनी आमर समस्त मैनिफेस्टेशन बा आम गोल को अचीव करिवार एक सुंदर स्विच वार्ड हो पारे बीज मंत्र हो पारे आपणकर उद्देश्य आपण जहाँ बुझुचंती ये हूँ श्रीम तापरे आसला आपणकर कल्प वृक्ष कल्प वृक्ष विषय भी आम समस्ते जानी विशेष भाव में आपको नियंतु विश फुलफिलमेंट कौन सी इच्छा को आपण पूरण करने को चाहते यथाशीघ्र तेबे स्विच वार्ड हूँ आपण कल्प वृक्ष मु पुणी आपण मान को कही रखे आपणकर चेतन मन आपणकर अवचेतन मन रे जो स्विच वार्ड सहित कनेक्ट रहिबे आपण तार रिजल्ट यथाशीघ्र पाइबे ये हूँ कल्प वृक्ष आपणकर स्विच वार्ड बीज मंत्र जोटा कि आमर विश फुलफिलमेंट कराए आमर इच्छा को पूरण कराए कौन सी भी इच्छा ता पाखे बड़ कथा नहीं देन आम आसिले अश्विना कथा को ये अश्विना होचंती आमर स्वास्थ्यर संपद आमर प्रिभेंटिव आम पाखे जहाँ अच्छे ताकू भी ये करे आम से तार विस्तृत रूप को आम अन्य समय जानी आगू को भी जाना तेबे ये चारोटी कथा है आज आपण आगे चारोटी ऑप्शन ये चारोटी ऑप्शन प्रथमे आपण दुईटी ऑप्शन को निजे निजर हथियार बनातु आग दुईटी हथियार चलो आमर है दुईटी हथियार चलो दुईटी आपण ही निष्पत्ति नियंतु को दुईटी आपण जीवन पाई वर्तमान दरकार निष्पत्ति आपणकर एक कर सारा परे आपण जो नहीं वर्तमान प्लेन पेपर टी से प्लेन पेपर रे आपण ये इनफिनिट सिंबल टी करंतु टिके बड़ आकार रे करंतु जेमती मु गोटे पटे श्रीम लिखिछि गोटे पटे अश्विना लिखिछि सेही भली भाव रे आपण टिके बड़ साइज रो इनफिनिट करंतु तार से दुईटी आपणकर जो रहिला जो स्विच वार्ड दुईटी आपण चयन करले से दुईटी स्विच वार्ड को गोटे पटे गोटे रखिबे आउ गोटे पटे आउ गोटे रखिबे जो माने हिंदी सहित अक्वेंटेड हिंदी रे लिखंतु जो माने हिंदी सहित अक्वेंटेड नुहंतु आमर मातृभाषा ओडिया रे लिखंतु इंग्लिश व्यवहार करंतु नाही प्रथम प्रायोरिटी दियंतु आमर हिंदी पाई हला देवनागरी भाषा पाई दियंतु देन जदि आम हिंदी संगे अक्वेंटेड ना हिंदी लिखि पारने तेबे आमर मातृभाषा को आपण नियंतु ओडिया को नियंतु समस्तंकर लेखा आपण सारी दौरान सारी देला पर आपण चाट करंतु चाट बॉक्स को आसंतु यस लिखंतु तापर आमे परवर्ती कथा को जिबा पूरा शांत रुहंतु कनेक्टेड रुहंतु आज गोटे मुहूर्त आपण बहुत दुर्लभ मुहूर्त
ଦୁଇଟି ସୁଇଚ୍ ୱାର୍ଡରୁ ଆପଣ ଯୋଉ ଦୁଇଟି ସୁଇଚ୍ ୱାର୍ଡକୁ ମନୋନୀତ କରୁଛନ୍ତି ଆପଣଙ୍କ ଭିତରୁ ଆସୁଛି ସେଇ ଇନଫିନିଟିର ସିମ୍ବଲ ଭିତରେ ଗୋଟିଏ ପଟେ ଗୋଟିଏ ସୁଇଚ୍ ୱାର୍ଡ ରଖନ୍ତୁ, ଆର ପଟେ ଆର ସୁଇଚ୍ ୱାର୍ଡଟି ରଖନ୍ତୁ। ଆପଣ ଜାଣିଗଲେ କୋଉ ସୁଇଚ୍ ୱାର୍ଡ ଆପଣ ଲେଖିଛନ୍ତି, ସମସ୍ତେ ଆମେ ଜାଣିଗଲେ। 9ରୁ 10 ଜଣ ଦେଇଛନ୍ତି, ବୋଧ ହୁଏ ସେ 9-10 ଜଣ ହିଁ କରୁଛନ୍ତି ଆଜି। ଠିକ୍ ଅଛି, ଆପଣ ତାକୁ ଲେଖି ସାରିବା ପରେ ବର୍ତ୍ତମାନ ଶାନ୍ତ ଭାବରେ ବସନ୍ତୁ। 5ଟା 48 ଆଉ 2 ମିନିଟ୍ ଆମେ ଅପେକ୍ଷା କରିବା। ଇନଫିନିଟି ସିମ୍ବଲ ସହିତ ଆପଣ ମାନେ ସମସ୍ତେ ଲେଖନ୍ତୁ। ବହୁତ ବଢ଼ିଆ, ବହୁତ ବଢ଼ିଆ। ପ୍ରାୟ ସମସ୍ତେ ଆପଣ ମାନେ କରୁଛନ୍ତି। ଠିକ୍ ଅଛି, ପୁରା ଶାନ୍ତ ଭାବରେ ବସନ୍ତୁ, ଆଖି ବନ୍ଦ ରହୁ। ଦୁଇଟି ଯାକ ସୁଇଚ୍ ୱାର୍ଡକୁ ଆପଣ ମନେ ରଖନ୍ତୁ। ଯୋଉ ବି ଭଗବାନଙ୍କୁ ଆମେ ଭଲ ପାଉଛନ୍ତି, ଯୋଉ ବି ଶକ୍ତିକୁ ଆମେ ଭକ୍ତି କରୁଛନ୍ତି, ହେଲା, ଆପଣ ଯଦି ଅକ୍ଷୟ ପାତ୍ର ରଖୁଛନ୍ତି, ଶ୍ରୀମ ରଖୁଛନ୍ତି, କଳ୍ପବୃକ୍ଷ ରଖୁଛନ୍ତି, ଅଶ୍ୱିନା ରଖୁଛନ୍ତି, ସେଇ ଲିଙ୍କ ଗଡଙ୍କୁ ଆପଣ ମାନେ ମନ ଭିତରକୁ ଆଣନ୍ତୁ। ଯୋଉଠି ଆମେ କିଛି ଜାଣିପାରୁନାହାନ୍ତି କି ଆମର ଲିଙ୍କଡ ଗଡ୍, ସେଠି ଆପଣ ଯୋଉ ବି ଭଗବାନଙ୍କୁ ଭଲ ପାଉଛନ୍ତି ରଖନ୍ତୁ। ବିଶେଷ ଭାବରେ ଭଗବାନ ଶ୍ରୀକୃଷ୍ଣ, ମା ଲକ୍ଷ୍ମୀ, ଅଶ୍ୱିନୀ କୁମାର ଆଉ ମାନେ ଭଗବାନ ଶ୍ରୀକୃଷ୍ଣ ୟାଙ୍କୁ ହିଁ ମନ ଭିତରକୁ ଆଣନ୍ତୁ। ସେ ପରମ ଶକ୍ତି, ସେ କସ୍ମିକ ଏନର୍ଜିକୁ ଆମେ ଆମ ଲାଇଫକୁ ଆଟ୍ରାକ୍ଟ କରୁଛନ୍ତି। ଆପଣଙ୍କର କୋଉ ଉଦ୍ଦେଶ୍ୟ ପାଇଁ ଏ ସୁଇଚ୍ ୱାର୍ଡକୁ ଆଜି ବ୍ୟବହାର କରୁଛନ୍ତି, ସେ ଉଦ୍ଦେଶ୍ୟ ଆପଣଙ୍କର ସାଧନ ହେଇସାରିଛି। ସେଇ ଶକ୍ତି ପାଖରେ ଆମେ ସମ୍ପୂର୍ଣ୍ଣ ଭାବରେ ସମର୍ପିତ ରହିଛନ୍ତି। ଆପଣଙ୍କର ଅନେକ ଶକ୍ତି, ଆପଣଙ୍କର ଅନେକ ଆଶୀର୍ବାଦ ମୋ ଉପରେ ସର୍ବଦା ରହିଛନ୍ତି। ଫିଲ୍ କରନ୍ତୁ ଆମ ସାମ୍ନାରେ ଆମର ଜନ୍ମଦାତା ଅଛନ୍ତି, ଆମର ଜନ୍ମଦାତ୍ରୀ ଅଛନ୍ତି, ଆମର ଗୁରୁ ଅଛନ୍ତି, ଆମର ଗୁରୁଜନ ମାନେ ଅଛନ୍ତି, ଆମର ବନ୍ଧୁ ହିତାକାଂକ୍ଷୀ ହିତୈଷୀ ଯୋଉମାନେ ନିଜେ ମାନେ ଅଟୋ ପ୍ରୋସେସରେ ଆମକୁ ଦର୍ଶନ ଦଉଛନ୍ତି, ଆମେ ସମସ୍ତଙ୍କୁ ଦର୍ଶନ କରୁଛନ୍ତି। ଆମେ ପୃଥିବୀକୁ ଦର୍ଶନ କରୁଛନ୍ତି, ଜଳକୁ ଦର୍ଶନ କରୁଛନ୍ତି, ଆକାଶକୁ ଦର୍ଶନ କରୁଛନ୍ତି, ଅଗ୍ନିକୁ ଦର୍ଶନ କରୁଛନ୍ତି, ବାୟୁକୁ ଦର୍ଶନ କରୁଛନ୍ତି। ଆପଣଙ୍କର ସମସ୍ତ ଇଚ୍ଛା ପୂର୍ଣ୍ଣ ହଉଛି। ଅତି ସୁନ୍ଦର ଭାବରେ 2 ମିନିଟ୍ ସେଇ ସୁଇଚ୍ ୱାର୍ଡକୁ ଆପଣ ଚାଣ୍ଟ କରନ୍ତୁ। ପ୍ରଥମ ସୁଇଚ୍ ୱାର୍ଡଟି ନିଜକୁ ଶୁଭିଲା ଭଳି ଅତ୍ୟନ୍ତ ଶ୍ରଦ୍ଧାରେ ଚାଣ୍ଟ କରନ୍ତୁ। ପ୍ରତିଟି ଚାଣ୍ଟ ସହିତ ଆମ ଶରୀରରେ ଏକ ବୈଦ୍ୟୁତିକ କିରଣ ଖେଳୁଛି, ଆମେ ସେଟାକୁ ଆଚିଭ୍ କରିସାରିଛନ୍ତି। କୌଣସି ଜିନିଷ ପାଇଲା ପରେ ଆମକୁ ଯୋଉ ଖୁସି ରୁହେ, ସେଇ ଖୁସିର ଭାବରେ ଆମେ ଚାଣ୍ଟ କରୁଛନ୍ତି। ରିପିଟ୍ କରୁଛନ୍ତି, ଆମେ ସେ ୱାର୍ଡକୁ ବାରମ୍ବାର ରିପିଟ୍ କରୁଛନ୍ତି, ଶ୍ରଦ୍ଧାର ସହିତ ରିପିଟ୍ କରୁଛନ୍ତି। ଏବେ ଆମେ ଦ୍ୱିତୀୟ ସୁଇଚ୍ ୱାର୍ଡଟାକୁ ସେଇଭଳି ଆମର ଲିଙ୍କ ଭଗବାନଙ୍କୁ ଦର୍ଶନ କରନ୍ତୁ। ଆପଣ ଭଲ ପାଉଥିବା ଭଗବାନଙ୍କୁ, ବିଶ୍ୱାସ କରୁଥିବା ଭଗବାନଙ୍କୁ ଦର୍ଶନ କରନ୍ତୁ। ଦ୍ୱିତୀୟ ସୁଇଚ୍ ୱାର୍ଡଟି ସେଭଳି ନିଜେ ଚାଣ୍ଟ କରନ୍ତୁ। ବହୁତ ବଢ଼ିଆ।
आमे धीरे धीरे आखि खोलुचंती धीरे धीरे आमे आखि खोलुचंती से एनर्जी को फील करुचंती समस्ते निज जगार उठिकी जातु पूरा एयर रे बाहर जगार से आपण जो पेपर टी नहीं लिखिं से पेपर टी को माने बर्न कर दिंतु जाली दिंतु मन भितर ये भावना आसूची आपण आपणकर समस्त चिंता चेतना आज ये पंच तत्व को आपण दान कर विश की मैनिफेस्ट करने विश को फुलफिल करने आमे ए इच्छा को पांचटी तत्व को दौरान समस्ते ताकू बर्न कर देके आसंतु 2 मिनिट समय रोच बहुत बढ़िया आमे आज सुंदर समय ए सुंदर उपचार कले आम समस्त को निश्चित भाव में बहुत खुशी लगुच विशेष भाव में आम निजको निजे परिवर्तन करने जो शपथ नहीं जो प्रमिज नहीं निज सहित जो कमिटमेंट कर चारिटा राति उठिके सब दैनंदिन पुणी दिने ना सबुदिन चारिटा राति उठिके क्लास करवा बहुत माने को प्रकार साधना एक मो पाखे भाषा ना कहवाई कहीं जो समय निदर गभीरतम अवस्था जो समय अनेक लोग शଯ୍ୟା त्याग करने को कुंठबोध होता से समय आम निजक बदलवाई एत बड़ पदक्षेप ग्रहण कर माने ताठू बड़ी बड़ कथा ना आपण मान विश निश्चित भाव में फुलफिल हो केवल ये एनर्जी सहित आप कनेक्ट रुहतु ये अवसर में आपण मानू समस्त को बहुत बहुत धन्यवाद 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 एबे आसंतु आमे ये करंतु जेमती कि बसी जातु आमे वर्तमान तथास्तु करवा आराम रे बसंतु जो भले भाव रे आमे शांति भाव में बसुचे हमर अंटा पिठी सीधा रो आमे पूरा शांत भाव में बसचंती हमर आखि बंद अच्छी हमर श्वासक्रिया स्वाभाविक भाव में चली समस्त शक्ति आम पाखरे रही समस्त शक्ति को आम आवाहन कर धीरे धीरे आमर दुई हाथ को तथास्तु मुद्रा को नहीं आसतु परम पिता परमेश्वर से अलौकिक शक्ति को आम अनुभव करुंच दीर्घ समय धरी आम से शक्ति सहित कनेक्ट अच्छा आमे दर्शन करुंच आमर बाबा मामा को दर्शन करुंच आमर गुरु को दर्शन करुंच आमर गुरुजन मान को दर्शन करुंच आमर बंधु आमर हिताकांक्षी आमर हितैषी पृथ्वी जल वायु आकाश अग्नि समस्त को आम दर्शन करुंच ए ब्रह्मांड रे जेते भी पवित्र शक्ति रही जेते भी सकारात्मक ऊर्जा रही से समस्त ऊर्जा को आमे इनवाइट करुचंती ए समस्त शक्ति आम मनरे आम शरीर रे आम विचार रे प्रवाह होचंती आमे सुंदर भाव रे अनुभव करुचंती से वैद्युतिक शक्ति को आमे अनुभव करुचंती ए सृष्टिर मंगल पाई ए जगतर कल्याण पाई ए ब्रह्मांडीय शक्ति ए ब्रह्मांडीय ऊर्जा को आमे शांत मनरे खुशी मनरे प्रसन्न चित्तरे प्रदान करुचंती डिवाइन 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 आमे दर्शन करुचंती आम परिवार रे आमे समस्त को दर्शन करुचंती समस्तंकर हस हस मुह को दर्शन करुचंती समस्तंकर पूर्ण शरीर को दर्शन करुचंती समस्तंकर सब सकारात्मक इच्छा पूर्ण होची ए डिवाइन पावर ए डिवाइन एनर्जी आमे समस्तंकर मनोरथ सिद्ध पाए प्रदान करुचंती डिवाइन 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 आमे दर्शन करुचंती आम छुआ को आमे दर्शन करुचंती जो माने राष्ट्र निर्माण रे प्रमुख भूमिका ग्रहण करुचंती जो माने सृष्टि रे निजर स्वतंत्र परिचय सृष्टि करिचंती थरे देखंतु तांकर हस हस मुह को
ତାଙ୍କର ଖୁସି ଥିବା ସେ ମୁହଁକୁ ଦର୍ଶନ କରନ୍ତୁ। ତାଙ୍କର ସମସ୍ତ ସଫଳତାକୁ ଆମେ ଦର୍ଶନ କରୁଛନ୍ତି ଆମ ଆଖି ଆଗରେ ମୁଭି ଷ୍ଟାଇଲରେ ଚାଲିଛନ୍ତି। ଏ ଡିଭାଇନ ପାୱାର, ଏ ଡିଭାଇନ ଏନର୍ଜି ଆମେ ସେଇମାନଙ୍କୁ ପ୍ରଦାନ କରୁଛନ୍ତି। ଡିଭାଇନ 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 ଆମେ ଦର୍ଶନ କରୁଛନ୍ତି ଆମ ନିଜକୁ। ଯୋଉ ସମୟର ଚେହେରା, ଯୋଉ ସମୟର ଛବି ଆମ ନିଜକୁ ଭଲ ଲାଗେ, ଆମେ ସେଇ ସମୟରେ ନିଜକୁ ଦର୍ଶନ କରୁଛନ୍ତି। କଲରଫୁଲ ଡ୍ରେସରେ ଦର୍ଶନ କରୁଛନ୍ତି। ଆମେ ନିଜକୁ ନେକ୍ସଟ ଲେବୁଲରେ ଦର୍ଶନ କରୁଛନ୍ତି। ବହୁତ ସାରା ଖୁସି ଅଛନ୍ତି। ସମସ୍ତ ଇଚ୍ଛା, ସମସ୍ତ ସକାରାତ୍ମକ ଇଚ୍ଛା ଆମର ପୂର୍ଣ୍ଣ ହଉଛି। ଆମ ମନକୁ, ଆମ ମସ୍ତିଷ୍କକୁ ଆମେ ବହୁତ ଧନ୍ୟବାଦ ଅର୍ପଣ କରୁଛନ୍ତି। ଏଇ ଡିଭାଇନ ପାୱାର, ଏଇ ଡିଭାଇନ ଏନର୍ଜି ଆମେ ନିଜକୁ ପ୍ରଦାନ କରୁଛନ୍ତି। ଡିଭାଇନ 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 ଆମେ ଦର୍ଶନ କରୁଛନ୍ତି ଆମ ସାମ୍ନାରେ ଜଳପୂର୍ଣ୍ଣ ଗ୍ଲାସକୁ ଆମେ ଦର୍ଶନ କରୁଛନ୍ତି। ଜଳପୂର୍ଣ୍ଣ ଗ୍ଲାସକୁ ଆମେ ଦର୍ଶନ କରୁଛନ୍ତି। ସେ ଜଳ ସମ୍ପୂର୍ଣ୍ଣ ଭାବରେ ସମସ୍ତ ସକାରାତ୍ମକ ଊର୍ଜାରେ ପରିପୂର୍ଣ୍ଣ ରହିଛନ୍ତି ଆମେ ଫିଲ୍ କରୁଛନ୍ତି। ଆମେ ଆମର ପ୍ରିୟ ବୀଜ ମନ୍ତ୍ର ଅଶ୍ୱିନାକୁ ଆମେ ଶ୍ରଦ୍ଧାର ସହିତ ଆମେ ରିପିଟ୍ କରୁଛନ୍ତି, ଆମେ ଚାଣ୍ଟ କରୁଛନ୍ତି। ପ୍ରତିଟି ରିପିଟ୍ ସହିତ, ପ୍ରତିଟି ଚାଣ୍ଟ ସହିତ ସେ ଜଳ ଆହୁରି ଏନର୍ଜାଇଜ ହଉଛନ୍ତି, ଆହୁରି ଏନର୍ଜାଇଜ ହଉଛନ୍ତି। ଆସନ୍ତୁ ଆମେ ସମସ୍ତେ ଶ୍ରଦ୍ଧାର ସହିତ ନିଜକୁ ଶୁଭିଲା ଭଳି ଆମେ ଅଶ୍ୱିନା ଚାଣ୍ଟ କରୁଛନ୍ତି। ଏ ଡିଭାଇନ ପାୱାର, ଏ ଡିଭାଇନ ଏନର୍ଜି ସମଗ୍ର ସୃଷ୍ଟିର କଲ୍ୟାଣ କରୁଛି, ସମଗ୍ର ଜୀବଜଗତର ମଙ୍ଗଳ କରୁଛି, ଆମ ପରିବାରର ମଙ୍ଗଳ କରୁଛି, ଆମ ଛୁଆମାନଙ୍କୁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥଳରେ ପହଞ୍ଚଉଛି। ଆମର ସବୁ ସକାରାତ୍ମକ ଇଚ୍ଛା ପୂର୍ଣ୍ଣ ହଉଛି। ଆମେ ସମସ୍ତେ ଖୁସି ମନରେ, ପ୍ରସନ୍ନ ଚିତ୍ତରେ, ଅତ୍ୟନ୍ତ ଶାନ୍ତ ଭାବରେ 3 ଥର ଉଚ୍ଚାରଣ କରୁଛନ୍ତି ତଥାସ୍ତୁ ତଥାସ୍ତୁ ତଥାସ୍ତୁ। ଧନ୍ୟବାଦ 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 ବିଶ୍ୱଶକ୍ତି, ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ। ଆମେ ହାତକୁ ରବ୍ କରୁଛନ୍ତି। ଆଖି ଉପରେ 10 ସେକେଣ୍ଡର ହୋଲ୍ଡ, ବହୁତ ସୁନ୍ଦର ଭାବରେ ଏଇ ଏନର୍ଜିକୁ ଆମେ ସମ୍ପୂର୍ଣ୍ଣ ଶରୀରରେ ନଉଛନ୍ତି। ବହୁତ ବହୁତ ଧନ୍ୟବାଦ 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 ବିଶ୍ୱଶକ୍ତି, ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ।